मैंने उसको देखा, इतना देखा जितना देखा जा सकता था। फिर भी इन दो आंखों से कितना देखा जा सकता था। तो हेलो स्टूडेंट्स, ମୁଁ ହଉଛି ତୁମର ପ୍ରିୟ ସଞ୍ଜିତ ସାର୍। ୱେଲକମ୍ କରୁଛି ସଫ୍ଟ କ୍ଲାसेस ନୂଆ ଗୋଟେ ଫ୍ରେଶ ଭିଡିଓରେ। ଆଜି ପିଲା ଆମେ ପଢିବା ସେଇ ଚକ୍ଷୁ ବିଷୟରେ ହେଲା। ଯୋଉ ଆଖିରେ ତୁମେ ହଉଛ କିସ ଦେଖ ହେଲା, ନୀଳ ନୀଳ ନୟନ ବିଷୟରେ ପଢବା। ବୁଝିହେଲା? ତ ହଉଛି ଆମର ଆଜି ପଢବା ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ। ଏଇଟା ଗୋଟେ ଛୋଟିଆ ବିଷୟଟା ହେଲା। ଏଇଟା ଗୋଟେ ହଉଛି ଆମର ଦଶମ ଶ୍ରେଣୀର ଛୋଟିଆ ବିଷୟଟା। ଏଇ ଗୋଟିଏ ଭିଡିଓ ଦେଖିକି କିସ ତୁମର ସବୁ ଡାଉଟ କ୍ଲିୟର ହେଇଯିବ। ତୁମର ଚକ୍ଷୁ ବିଷୟରେ ଯାହା ସବୁ ଡାଉଟ ରହିଛି ଏଇ ଗୋଟେ ଭିଡିଓ ଦେଖିକି ତୁମର ସବୁ କ୍ଲିୟର ହେଇଯିବ। ବୁଝିହେଲା? ତ ଆଗାମୀ ଗୋଟେ ଘଣ୍ଟା ଭିତରେ ମୁଁ 100% ଗ୍ୟାରେଣ୍ଟି ଦଉଛି ତୁମର ଚକ୍ଷୁ ବିଷୟରୁ ସବୁ କ୍ଲିୟର ହେଇଯିବ। ବୁଝିହେଲା? এই ଭିଡିଓଟା ଦେଖି ସାରିଲା ପରେ ତୁମକୁ ଏଇ ବିଷୟଟା ଏମିତି ଲାଗିବ। ବୁଝିପାରିଲ? ତ ଚାଲ ଲେଟ୍ ନ କରି ଷ୍ଟାର୍ଟ କରିବା ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ। ବୁଝିହେଲା? ତ ପିଲେ ତୁମେ ସବୁ ତ ଜାଣିଛ କି ତୁମର ଦୁଇଟା ଦୁଇଟା ଚକ୍ଷୁ ଅଛି, ତୁମର ଦୁଇଟା ଦୁଇଟା ନୀଳ ନୀଳ ନୟନ ରହିଛି ହେଲା। ତ ସେଇ ନୀଳ ନୀଳ ନୟନ କୋଉଠି ରହିଛି? ତୁମର ଆଖି ମୁଣ୍ଡ ଆଗରେ ରହିଛି ବା ମୁହଁ ଆଗରେ ରହିଛି। ବୁଝିପାରିଲ? ତ ମନେ ରଖିବ, ମୁହଁ ଆଗରେ କଣ ପାଇଁ ରହିଛି? ତୁମର ମୁଣ୍ଡ ଉପରେ ରହିଲାନି ଆଉ ପଛଆଡେ ରହିଲାନି। ମୁହଁ ଆଗରେ ରହିଛି କାରଣ ହଉଛି କି ସବୁ ନା, ମୁହଁ ଆଗରେ ରହିବା ଦ୍ଵାରା ତୁମେ ହଉଛି ଟିକେ ୱାଇଡାର ଭିଉ ଦେଖ। ବୁଝିହେଲା? ୱାଇଡାର ଭିଉ ମାନେ ହଉଛି ଟିକେ ବେଶୀ ଅଞ୍ଚଳ ଦେଖିପାରୁଛ। ବୁଝିପାରିଲ? ଯଦି ମୁହଁ ଉପରେ ଗୋଟେ ତଳେ ଗୋଟେ ରହିଥାନ୍ତା ନା, ତେବେ ହଉଛି କିସ ହେଇଥାନ୍ତା ମାନେ ତୁମେ ବେଶୀ ଜାଗା ଦେଖିପାରିନଥାନ୍ତ, ମାନେ 180 ଡିଗ୍ରୀ ତୁମେ ଦେଖିପାରିନଥାନ୍ତ। ବୁଝିପାରିଲ? ସେଇ ପାଇଁ ଆମର ମୁହଁ ଆଗରେ ରହିଛି। ବୁଝିପାରିଲ? ତ ହଉଛି ଚାଲ, ଏଇଟା ଗୋଟେ ୱାନ୍ ସଟ୍ ଭିଡିଓ ରହିବ। ଯୋଉମାନେ ହଉଛି ଶୋଇକି ଦେଖୁଛ ସେମାନେ ଉଠି ଯାଅ, ଆଉ ଯୋଉମାନେ କିସ ଦେଖି ଦେଖି ଲେଖୁଛ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଯୋଉମାନେ ଲେଖୁନ ସେମାନଙ୍କ ପାଇଁ ହଉଛି ଡେସ୍କ୍ରିପସନରେ କି ଲିଙ୍କ ଅଛି, ସେଠୁ ଡାଉନଲୋଡ କରି ପିଡିଏଫ ରୁ ଲେଖ ହେଲା। ତ ଦେଖ ଏଇ ବିଷୟରେ ଆମେ କଣ କଣ ପଢବା ହେଲା। ଫାଷ୍ଟ ତ ପଢିବା ଆମେ ମାନବ ଚକ୍ଷୁର ଗଠନ କେମିତି ତିଆରି ହେଇଛି ହେଲା। କିସ କିସ ରହିଛି ମାନବ ଚକ୍ଷୁର, କିସ କିସ ପାର୍ଟ ରହିଛି। ତାପରେ ପଢବା ସମାୟୋଜନ, ପଢବା ସମାୟୋଜନ। ବୁଝିହେଲା? ସମାୟୋଜନ କିସ ଜିନିଷ ସେଇଟା ପଢବା। ତାପରେ ପଢବା ଦୃଷ୍ଟି ଦୋଷ, ଦୃଷ୍ଟି ଦୋଷ। ବୁଝିହେଲା? କହିନା ତୋର କିସ ଦୃଷ୍ଟି ଦୋଷ ହେଇଛି, ସେଇ ଦୃଷ୍ଟି ଦୋଷ ବିଷୟରେ ପଢ। ତାପରେ ଲାଷ୍ଟରେ ପଢବା ହଉଛି ପ୍ରିଜିମ୍। ପ୍ରିଜିମ୍ ଗୋଟେ ଜିନିଷ ପଢବା। ବୁଝିହେଲା? ପ୍ରିଜିମ୍ କେମିତି ଜିନିଷ, ପ୍ରିଜିମ୍ ରେ କେମିତି ଆଲୋକର ପ୍ରତିସରଣ ହୁଏ ସେଇଟା ପଢବା। ତାପରେ କିଛି ଅଛି ବିଜ୍ଞାନ କାରଣ ହେଲା, ସେଗୁଡା ଆକାଶରେ ତାରା କାହିଁକି ମିଜି ମିଜି କରେ, ଦପ ଦପ ହୁଏ, ସୂର୍ଯ୍ୟ କଣ ପାଇଁ ଜଲ୍ଦି ମାନେ ଲେଟରେ ଅସ୍ତ ହୁଅନ୍ତି, ସେଇଗୁଡା ବିଷୟରେ ପଢବା। ବୁଝିହେଲା? ତ ଦେଖ, ମାନବ ଚକ୍ଷୁ ହଉଛି କିସ ପଞ୍ଚ ଇନ୍ଦ୍ରିୟ ମଧ୍ୟରୁ ଅନ୍ୟତମ। ପଞ୍ଚ ଇନ୍ଦ୍ରିୟ, ପଞ୍ଚ ଇନ୍ଦ୍ରିୟ ନାମ କିସ କିସରେ? ପଞ୍ଚ ଇନ୍ଦ୍ରିୟ ନାମ ହଉଛି ଆଖି, ନାକ, କାନ, ପାଟି ହେଲା। ଏଗୁଡା ହଉଛି କିସ ଆଖି, ନାକ, କାନ, ପାଟି। ତାପରେ ହଉଛି ଆଉ ଗୋଟେ କିସ, ଆଉ ଗୋଟେ ପଞ୍ଚ ଇନ୍ଦ୍ରିୟ ନାମ, ଆଉ ଗୋଟେ ପଞ୍ଚ ଇନ୍ଦ୍ରିୟ ନାମ ହଉଛି ଆଖି, ନାକ, କାନ, ପାଟି, ଜିଭ ହେଲା। ଏଗୁଡା ହଉଛି ପଞ୍ଚ ଇନ୍ଦ୍ରିୟ। ତେବେ ହଉଛି ଏଇ ପଞ୍ଚ ଇନ୍ଦ୍ରିୟ ମଧ୍ୟରେ ହଉଛି କିସ ଆମର ଚକ୍ଷୁ ଅନ୍ୟତମ ହେଲା। ଏହା ଆମକୁ କଣ ଦେଖିବାରେ ସାହାଯ୍ୟ କରେ? ଏହା ଆମକୁ ଦେଖିବାରେ ସାହାଯ୍ୟ କରେ ହେଲା। ତ ହଉଛି ଦେଖ, ସବୁ ଇନ୍ଦ୍ରିୟ ହଉଛି କିସ ଜିନିଷ ଚିହ୍ନି ପାରନ୍ତି ଯେ ଏଇଟା କି ଜିନିଷଟା ବୋଲି। କିନ୍ତୁ ଆମର ଚକ୍ଷୁ ଗୋଟେ ଜିନିଷ ଯେ ହଉଛି କିସ ଆମର ହଉଛି ବର୍ଣ୍ଣ ବା ହଉଛି କେମିତି କଲର ର ଜିନିଷ ସେଇଟା ଚିହ୍ନିପାରେ। ବୁଝିହେଲା? ଧରାଯାଉ ମିଠା ଗୋଟେ ଅଛି ହେଲା, ଏଇଟା ଗୋଟେ କିସ କାଳିଆ ବାଲା କାଲାଜାମ। ବୁଝିପାରିଲ? ତୁମେ ଖାଇଲ, ତୁମର ଜିଭ ଜାଣିପାରିଲା ଯେ ଏଇଟା ହଉଛି କିସ ଆମର ମିଠାଟା ବୋଲି। ବୁଝିହେଲା? କିନ୍ତୁ ଜାଣିପାରିଲା କି ଏଇଟା ରଙ୍ଗ କେମିତି? ନା, ୟାର ରଙ୍ଗ କିଏ ଜାଣିବ? ମୋର ଚକ୍ଷୁ। ବୁଝିହେଲା? ୟାର ରଙ୍ଗଟା କିଏ ଜାଣିପାରୁ? ଆମର ଆଖି ଜାଣିପାରୁ। ବୁଝିହେଲା? ସେମିତି ହଉଛି କିସ ତୁମେ ହଉଛି ମେରିଗୋଲ୍ଡ ଖାଉଛ ହେଲା, ମେରିଗୋଲ୍ଡ ଖାଉଛ, ଜାଣିପାରିଲ ଯେ ମେରିଗୋଲ୍ଡ ବିସ୍କୁଟ ବୋଲି। କିନ୍ତୁ ହଉଛି ଜାଣିପାରିବ କି ତାର ରଙ୍ଗ କେମିତି? ନା, ଜାଣି ହବନି। ବୁଝିଗଲା? ତୁମେ ସରବତ ପିଉଛ, ଯେ ପିଇଦେଲ, ଟେଷ୍ଟ କେମିତି ଜାଣିପାରିଲ ଯେ ଏଇଟା ସରବତ, କିନ୍ତୁ ତାର ରଙ୍ଗ ଜାଣିପାରିବ? ନା, ସେ ରଙ୍ଗଟା କିଏ ଜାଣିବ? ତୁମର ମାନବ ଚକ୍ଷୁ ଜାଣିବ। ବୁଝିହେଲା? ତ ହଉଛି ଏହା ମୁହଁ ଆଗରେ ଥିବାରୁ ଆମକୁ ୱାଇଡାର ଭ୍ୟୁ ପ୍ରଦାନ କରେ। ୱାଇଡାର ଭ୍ୟୁ ମାନେ ହଉଛି ଦେଖ, ଜଣେ ଲୋକ ହଉଛି ଏତିକି ଅଞ୍ଚଳ ଦେଖିପାରୁଛି ହେଲା। ୱାଇଡ ଆଙ୍ଗେଲ ଶୁଣିଥିବ, 0.5x ମୋବାଇଲରେ ଥାଏ। 1x, ଏପଟେ ହଉଛି କେତେ 0.5x, ଏପଟେ ହଉଛି 2x। ବୁଝିହେଲା? 1x ହଉଛି ନର୍ମାଲ, 0.5x ହେଲେ ବେଶୀ ଅଞ୍ଚଳ ଟିକେ ଦେଖିପାରିବ। ବୁଝିହେଲା? ସେଇଟାକୁ କିସ କୁହାଯାଏ? ୱାଇଡାର। ତେବେ ହଉଛି ଆମର ଦୁଇଟା ଚକ୍ଷୁ ରହିଛି ବୋଲି କେତେ ଜାଗା ଦେଖିପାରୁ ଜାଣିଛ? 180 ଡିଗ୍ରୀ ଦେଖିପାରୁ। 180 ଡିଗ୍ରୀ ମାନେ ହଉଛି ପୁରା ହଉଛି ଲାଇନ ଟା ହେଲା। ତୁମେ ହଉଛି ପୁରା ସମତଳ ଦେଖିପାର ନା ନାହିଁ? ଦେଖିପାର ହେଲା। ତେବେ ଆମେ ଦୁଇଟା ଆଖିରେ କେତେ ଦେଖିପାରୁ? 180 ଡିଗ୍ରୀ। ବୁଝିହେଲା? ଆମର ପୃଥିବୀ କେତେ ଡିଗ୍ରୀ? ପୃଥିବୀ ଗୋଲାକାର ମାନେ କେତେ 360 ଡିଗ୍ରୀ। ତେବେ ହଉଛି କେତେ ଆମେ ଦୁଇଟା ଆଖିରେ କେତେ ଡିଗ୍ରୀ ଦେଖିପାରୁ? 180 ଡିଗ୍ରୀ। ବୁଝିହେଲା? କିନ୍ତୁ ଯଦି ଗୋଟେ ଆଖି ବନ୍ଦ କରିଦବ କେତେ ଡିଗ୍ରୀ ଦେଖିପାରବ ଜାଣିଛ? 150 ଡିଗ୍ରୀ ଦେଖିପାରବ। କେତେ ଡିଗ୍ରୀ? 150 ଡିଗ୍ରୀ। ବୁଝିପାରିଲ? କେତେ ଡିଗ୍ରୀ? 150 ଡିଗ୍ରୀ।
ତାପରେ ଚାଲ ଦେଖିବା ଚକ୍ଷୁର ଗଠନ କେମିତି। ଚକ୍ଷୁର ଗଠନ, ମାନବ ଚକ୍ଷୁର ଗଠନ। ଏଇଟା ହଉଛି କି ମାନବ ଚକ୍ଷୁର ଫଟୋ ବୁଝିହେଲା। ଏଇଟା ହଉଛି ମାନବ ଚକ୍ଷୁର ଡାଇଗ୍ରାମ ହେଲା। ଦେଖ କେମିତି ତିଆରି ହେଇଛି। ଏଇଟା ହଉଛି ମାନବ ଚକ୍ଷୁର ଡାଇଗ୍ରାମ ହେଲା। ଏଇଟା ହଉଛି ସବୁଠୁ ବାହାରେ ଯୋଉଟା ଦେଖୁଛ, ଏଇଟା ବୁଝିହେଲା। ଏଇଟା 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 କିସ କୁହନା, ଏଇଟାକୁ କୁହାଯାଏ ସ୍ୱଚ୍ଛ ପଟଳ ବୁଝିହେଲା। ବାହାରେ ଯୋଉଟା ଦେଖୁଛ ସେଇଟା ହଉଛି ସ୍ୱଚ୍ଛ ପଟଳ। ମାନବ ଚକ୍ଷୁଟାକୁ ଏମିତି କାଢି ଆଣିକି ଚିତ୍ରଟା ବନେଇ ଦିଆଯାଇଛି ହେଲା। ଏଇ ଚିତ୍ରଟା ବନେଇ ପାରବ ନା ନାଇଁ? ଏଇ ଚିତ୍ରଟା ହବ ଏମିତି, ଏମିତି ଗୁଲ, ଏମିତି ଗୁଲ ହେଲା। ଏଇଠି ଟିକେ ଫୁଲିକି ରହିଥିବ, ଏଠି ଟିକେ ଫୁଲିକି ରହିବ। ତାପରେ ହଉଛି ଏମିତି ବୁଝିହେଲା। ତେବେ ହଉଛି ତାପରେ ଏମିତି ଆସିଲା, ଏମିତି ହେଲା, ଏମିତି। ଏଠି ଗୋଟେ ଲେନ୍ସ ରହିଥିବ। ଏଇଟା ହଉଛି ମାନବ ଚକ୍ଷୁ। ସବୁଠୁ ବାହାର ଅଂଶଟାକୁ କିସ କୁହାଯାଏ? ବାହାର ଅଂଶଟାକୁ ସ୍ୱଚ୍ଛ ପଟଳ ବୁଝିହେଲା। ପ୍ରଥମ ଲାଇଟ କୋଉଠି ପଡେ? ସ୍ୱଚ୍ଛ ପଟଳରେ ପଡେ ବୁଝିହେଲା। ବାହାର ଅଂଶଟା ହଉଛି ସ୍ୱଚ୍ଛ ପଟଳ। ବାହାର ଏଇ ଯେ ଏଇ ଦେଖୁଛ, ଏଇ ଯେ ଏଇଟା ଦେଖୁଛ ହେଲା, ଏଇଟା ବାହାରଟା। ଏଇଟା ହଉଛି କି ସ୍ୱଚ୍ଛ ପଟଳ। ସବୁଠୁ ଲାଇଟ ପ୍ରଥମେ ଏଇଠି ପଡେ ବୁଝିପାରିଲ। ଏଇଟା ଏଇଟା ହଉଛି କି ସ୍ୱଚ୍ଛ ପଟଳ। ପ୍ରଥମେ ଲାଇଟ କୋଉଠି ଆସେ? ଏଇଠି ଆସିକି ପଡଲା ବୁଝିହେଲା। ତେବେ ସ୍ୱଚ୍ଛ ପଟରେ ଲାଇଟ ପାସ୍ କରିକି ସେ ହଉଛି ଏଇଠି କିଛି ଜଳ ଥାଏ ବୁଝିହେଲା। ଏଠି ହଉଛି କି ପାଣି ଥାଏ। ସେଟାକୁ କିସ କୁହାଯାଏ? ଜଳା ଭରସ ବୁଝିହେଲା। ଏଇ ଜଳ ଦେଇକି ଯାଇକି ଏଇ ଯେ କାଳିଆଟା ଦେଖୁଛ, ଏଇଟାକୁ କଣ କୁହାଯାଏ? ଏଇଟାକୁ କୁହାଯାଏ ହଉଛି ନେତ୍ର ପିତୁଳା। କିସ କୁହାଯାଏ? ନେତ୍ର ପିତୁଳା ବା ଚକ୍ଷୁ ପିତୁଳା। କିସ କହିଲି? ପ୍ରଥମେ ଆଲୋକ ଆସିକି କୋଉଠି ପଡିବ? ପ୍ରଥମେ ଆଲୋକ ଆସିକି ପଡିବ ହଉଛି ସ୍ୱଚ୍ଛ ପଟଳରେ। ସ୍ୱଚ୍ଛ ପଟଳରେ ପଡି ସାରିଲା ପରେ କିସ? ଏହା ଜଳା ଭରସକୁ ଯିବ। ଜଳା ଭରସରେ କିସ ଆମର ହଉଛି ଏଇଠି ହଉଛି କି ନେତ୍ର ପିତୁଳାକୁ ଯିବ ବୁଝିହେଲା। ନେତ୍ର ପିତୁଳା, ନେତ୍ର ପିତୁଳା ହଉଛି କଳା ମାଂସଳ ହେଲା। କଳା ମାଂସଳ ପେଶୀଟା ବୁଝିହେଲା। ଆମର ହଉଛି କାହାର ପଛକୁ ରହିଛି? ସ୍ୱଚ୍ଛ ପଟଳ ପଛକୁ ଥିବା କଳା ମାଂସଳ ଇଏ ପେଶୀକୁ କଣ କୁହାଯାଏ? ନେତ୍ର ପିତୁଳା ହେଲା। ଲେଖି ଦଉଛି, ସ୍ୱଚ୍ଛ ପଟଳ, ସ୍ୱଚ୍ଛ ପଟଳ ପଛକୁ କଳା ମାଂସଳ ହେଲା ବେଶୀ କିସ କୁହାଯାଏ? ଆମର ହଉଛି ନେତ୍ର ପିତୁଳା ବୁଝିପାରିଲ। ଏଇ ନେତ୍ର ପିତୁଳା ହେଲା, ନେତ୍ର ପିତୁଳାକୁ ଦୁଇ ଜଣ ହଉଛି କି ଧରି ରଖିଥା। ତାଙ୍କର ନାମ ହଉଛି କନିନିକା। ଏଇଟା ଗୋଟେ ଦେଖ, ଏଇଟା ଗୋଟେ ଏଇ ମାଂସ ପେଶୀଟା, ଏଇଟା ଗୋଟେ ମାଂସ ପେଶୀ ବୁଝିହେଲା। ସେଗୁଡା ହଉଛି କି କନିନିକା ହେଲା। ସେ ଦୁଇଟା କନିନିକା ଏଗୁଡା ହଉଛି ନେତ୍ର ପିତୁଳା ଆକାରକୁ ଛୋଟ ବଡ କରନ୍ତି ବୁଝିହେଲା। ଅଧିକା ଲାଇଟ ପଡିଲେ ହଉଛି କି ନେତ୍ର ପିତୁଳାଟାକୁ ଛୋଟ କରିଦେବେ। ଆଉ ହଉଛି କମ ଲାଇଟ ପଡିଲେ ହଉଛି କି ନେତ୍ର ପିତୁଳାଟାକୁ ବଡ କରିଦେବେ। ତୁମେ ଦେଖିନ ନା, ଥରେ ଥର ହଉଛି ଆଖିର ଲାଇଟ ଇଏଟା ବଢିଯାଏ ହେଲା। କିସ କହିଲି ବୁଝି ହେଲାନି? ଦେଖ ଆଉଥରେ ବୁଝଉଛି। ଚକ୍ଷୁର ବାହାର ସ୍ତରକୁ କଣ କୁହାଯାଏ? ଚକ୍ଷୁର ବାହାର ସ୍ତରକୁ କୁହାଯାଏ ସ୍ୱଚ୍ଛ ପଟଳ ବୁଝିହେଲା। ଏମିତି ମନେ ରଖ। ଏଇଟା ହଉଛି ତାଙ୍କର କିସ? ଗେଟ୍ ବୁଝିହେଲା। ଗେଟ୍ ହେଲା। ଏଇଟା ହଉଛି କିସ ତାଙ୍କର ଗେଟ୍। ଚକ୍ଷୁର ଗେଟ୍ ହଉଛି କିସ? ସ୍ୱଚ୍ଛ ପଟଳ। ସ୍ୱଚ୍ଛ ପଟଳ ଗେଟ୍ ଟା ଗଲା ପରେ ଗୋଟେ ଅଛି କିସ? ସୁଇମିଂ ପୁଲ ଅଛି। ସୁଇମିଂ ପୁଲ ଅଛି। କିସ ଅଛି? ସୁଇମିଂ ପୁଲ। ତାପରେ ଅଛି ଆମର କିସ? ଆମର ଅଛି ତାପରେ ହଉଛି କିସ? ଆଉ ଗୋଟେ ଗେଟ୍। ଆଉ ଗୋଟେ ଗେଟ୍ ତାର ନାମ ହଉଛି କିସ? ତାର ନାମ ହଉଛି ଆମର ନେତ୍ର ପିତୁଳା। ନେତ୍ର ପିତୁଳା ପାଖରେ ଦୁଇ ଜଣ ବଡିଗାର୍ଡ ଅଛନ୍। କିଏ କିଏ? କନିନିକା। ଦୁଇଟା କନିନିକା ବଡିଗାର୍ଡ ଅଛନ୍ ବୁଝିପାରିଲ। ତାପରେ ହଉଛି ଯିବ, ତାପରେ ହଉଛି ଏଇଟା ହଉଛି କିସ? ଆମର ଲେନ୍ସ ଟା ବୁଝିପାରିଲ। ଲେନ୍ସ ଟା ମାନେ ହଉଛି ତାପରେ ଆଉ ଗୋଟେ ଘର ଅଛି ବୁଝିଗଲା। ସେଇଟା ହଉଛି ଲେନ୍ସ। ସେଇ ଘର ଲେନ୍ସ ନୁହଁ, ଗେଟ୍ ଟା ଅଛି। କିସ ଅଛି? ଗେଟ୍। ସେଇ ଗେଟ୍ ଟାକୁ କିଏ ମାନେ ଜଗି ରହିଛନ୍? ସେଇ ଗେଟ୍ କୁ ସିଲିଆରି ମାଂସ ପେଶୀ ଜଗି ରହିଛନ୍ ବୁଝିପାରିଲ। ତାପରେ ସିଲିଆରି ଆମର ଲେନ୍ସ ପରେ ହଉଛି ଏଇଠି ହଉଛି କି କାଚା ବରସ। ଏଠି ବି ଜଳ ଅଛି। ତାପରେ ଏଇଠି ହଉଛି କି ମୁକୁରିକା ବୁଝିପାରିଲନି? ଆଉଥରେ ବୁଝଉଛି। ମୁଁ କିସ କହିଲି? ଏଇଟା ଚକ୍ଷୁଟା ଗୋଟେ ଘର ଭାବିନିଅ। ଚକ୍ଷୁଟା କିସ? ଘର ଭାବିନିଅ। ଗୋଟେ ରାଜପ୍ରସାଦ ଭାବିନିଅ। ଚକ୍ଷୁଟା ଗୋଟେ ରାଜପ୍ରସାଦ ଭାବିନିଅ। ପ୍ରଥମ ଅଛି କିସ? ଆମର ଅଛି ଗେଟ୍ ଅଛି। ପ୍ରଥମ ଗେଟ୍ ଅଛି। ସେଇ ଗେଟ୍ ର ନାମ କିସ? ଗେଟ୍ ର ନାମ ହଉଛି ସ୍ୱଚ୍ଛ ପଟଳ ବୁଝିପାରିଲ। ସ୍ୱଚ୍ଛ ପଟଳ ପ୍ରଥମ ଅଛି ଜଣେ ଯଦି ଆସିବ, ଧରାଯାଉ ଗୋଟେ ଲାଇଟ୍ ଆସୁଛି ହେଲା। ଲାଇଟ୍ ଗୋଟେ ମଣିଷ, ଲାଇଟ୍ ବୋଲି ଗୋଟେ ମଣିଷଟା ଆସୁଛି କିସ? ଲାଇଟ୍ ବୋଲି ଗୋଟେ ମଣିଷଟା ଆସୁଛି। ସେ ପ୍ରଥମ କୋଉଠି ପଡବ? ଆମର ହଉଛି ପଡବ ହଉଛି କି ଏଠି ଆମର ସ୍ୱଚ୍ଛ ପଟଳରେ ପଡବ। ସ୍ୱଚ୍ଛ ପଟଳ ପରେ କିସ ଅଛି? ଆମର ଜଳ ଅଛି। ମାନେ ସୁଇମିଂ ପୁଲ ଗୋଟେ ଅଛି ହେଲା। ସୁଇମିଂ ପୁଲ ସେଟାକୁ ଜଳା ଭରସ କୁହାଯାଏ ବୁଝିହେଲା। ସୁଇମିଂ ପୁଲ ଅଛି। ଯେମିତି ଧନୀ ଧନୀ ଲୋକମାନଙ୍କର ହଉଛି କିସ? ଗଲା ମାତ୍ରେ ହିଁ ସାଇଡ ସାଇଡ ସୁଇମିଂ ପୁଲ ଥିବା, ସେମିତି ଆମର କିସ? ସ୍ୱଚ୍ଛ ପଟଳ ପରେ ସୁଇମିଂ ପୁଲ ଗୋଟେ ଅଛି। ସୁଇମିଂ ପୁଲ ପଛକୁ ଆମର ଗୋଟେ ଆଉ ଗୋଟେ ଗେଟ୍ ଅଛି। ସୁଇମିଂ ପୁଲ ପଛକୁ କିସ? ଆଉ ଗୋଟେ ଗେଟ୍ ଅଛି। ତାହାକୁ ନାମ କିସ ଦିଆହେଇଛି? ତାହାକୁ ନାମ ଦିଆହେଇଛି ନେତ୍ର ପିତୁଳା ବୁଝିହେଲା। ତାପରେ ହଉଛି ନେତ୍ର ପିତୁଳା ସାଇଡ ରେ ଦୁଇ ଜଣ ବଡିଗାର୍ଡ ଜଗି ରହିଛନ୍ତି। ସେ ବଡିଗାର୍ଡ ମାନଙ୍କର ନାମ ହଉଛି କନିରିକା ବୁଝିହେଲା। ସେମାନେ ହଉଛି ନେତ୍ର ପିତୁଳା ଗେଟ୍ କୁ ଛୋଟ ବଡ କରନ୍ତି ବୁଝିହେଲା। ଯଦି ହଉଛି ବେଶୀ ଲାଇଟ୍ ଆସୁଥିବ ହେଲା,
ସେମାନେ ନେତ୍ର ପିତୁଳାକୁ ଛୋଟ କରିଦେବେ। ଆଉ ଯଦି କମ ଲାଇଟ୍ ଆସୁଥିବ ନେତ୍ର ପିତୁଳାକୁ ବଡ କରିଦେବେ, ବୁଝିଲା। ତାପରେ ହଉଛି ଏଇଟା ସରିଲା ପରେ ହଉଛି ଏଠୁ ପାରିଗଲା ଧରା ଯୋଉ ଲାଇଟ୍, ହେଲା। ତାପରେ ହଉଛି ଲେନ୍ସ ଅଛି। ଲେନ୍ସ ଏଇଟା କୋଉ ପ୍ରକାର ଲେନ୍ସ? ଏଟା ହଉଛି ସାର୍ ଆମର ହଉଛି ପଢିଥିଲେ ଦର୍ପଣ ବିଷୟରେ ପଢିଥିଲେ। ଏଇଟା ହଉଛି କିସ ଲେନ୍ସ? ଉତ୍ତଳ ଲେନ୍ସ। ଆଉ ଏଇଟା ହଉଛି ଅବତଳ ଲେନ୍ସ। ଏଇଟା ହଉଛି ଅବତଳ ଲେନ୍ସ, ହେଲା। ତେବେ ଏଇଠି ଉତ୍ତଳ ଲେନ୍ସ ଅଛି। ତାପରେ ଏଇ ଉତ୍ତଳ ଲେନ୍ସ ରେ ହଉଛି ଆଲୋକ ରଶ୍ମି ଯାଇକି କିସ ଫୋକସ ହବ କୋଉଠି? ଆମର ମୁକୁରିକା ଉପରେ ଫୋକସ ହବ, ବୁଝିହେଲା। ମୁକୁରିକା ଉପରେ, ବୁଝିହେଲା। ଏଇଟା ହଉଛି ପର୍ଦାଟା। ଏଇଟା ହଉଛି କିସ? ପର୍ଦା। ଆଖିର ପର୍ଦା, ବୁଝିହେଲା। ଏଇଟା ହଉଛି ପର୍ଦା। ଏଇଠି ଚିତ୍ର ତିଆରି ହେଲା, ହେଲା। ତେବେ ଉଲ୍ଟା ଚିତ୍ର ତିଆରି ହବ, ବୁଝିହେଲା। କିସ ତିଆରି ହବ? ଉଲ୍ଟା ଚିତ୍ର। ତୁମେ ଯଦି ଏଇଠି ସିଧା ଛିଡା ହେଇଛ, ହେଲା, ସିଧା ଛିଡା ହେଇଛ, ଏଠି ତୁମର ଉଲ୍ଟା ତିଆରି ହବ। ଏଠି କିସ? ଉଲ୍ଟା ତିଆରି ହବ। ତାପରେ ଚକ୍ଷୁ କିସ କରିବ? ଚକ୍ଷୁର ନେତ୍ର ସ୍ନାୟୁ, ଏଇ ଯେ କହିଲି ନେତ୍ର ସ୍ନାୟୁ, ଏଇଠୁ ନେତ୍ର ସ୍ନାୟୁ ବାହାରିଛି। ସେଇଟା ହଉଛି, ସେଇ ହଉଛି କିସ? ଆମର ଫଟୋଟାକୁ ନେଇକି ମୁଣ୍ଡରେ ହଉଛି ପହଞ୍ଚେଇ ଦିଏ। ମୁଣ୍ଡ କହି ତାପରେ ପୁଣି ସେଇଟା ସିଧା କରିବ। ତାପରେ ଯାଇକି ଆମକୁ ସିଧା ଜିନିଷଟା ଦିଶେ। କିସ କହିଲେ ଆଉଥରେ କହୁଛି। ଲାଇଟ୍ ଗୋଟେ ଆସିଲା, ପ୍ରଥମେ କୋଉଠି ପଡବ? ପ୍ରଥମେ ପଡବ ହଉଛି ଆମର ହଉଛି ସ୍ୱଚ୍ଛ ପଟଳରେ। ସ୍ୱଚ୍ଛ ପଟଳ ଦେଇକି ପ୍ରବେଶ କଲା। ସ୍ୱଚ୍ଛ ପଟଳ ତାପରେ ହଉଛି କି ଜଳା ଭରସ। ଏଇଟା ହଉଛି ଜଳା ଭରସ, ଏଇଟା ହଉଛି ଜଳା ଭରସ। ପ୍ରବେଶ କଲା। ତାପରେ ହଉଛି ନେତ୍ର ପିତୁଳା। ନେତ୍ର ପିତୁଳାରେ ହଉଛି କିସ? ଅ ଦୁଇଟା ବଡିଗାର୍ଡ ରହିଥାନ୍। କନିନିକା ହଉଛି କନିନିକା ଦୁଇଟା ବଡିଗାର୍ଡ ରହିଥାନ୍। କନିନିକା ଏଇଗୁଡା ଦୁଇଟା କନିନିକା, ଏଇଟା ଗୋଟେ, ଆଉ ଗୋଟେ ହଉଛି କିସ? ଏଇଟା ଗୋଟେ। ସେମାନେ ହଉଛି ଆମର ନେତ୍ର ପିତୁଳାର ସାଇଜ କୁ ଛୋଟ ବଡ କର। ଯେତେବେଳେ ହଉଛି ବେଶୀ ଲାଇଟ୍ ପଡୁଥିବ ନେତ୍ର ପିତୁଳାକୁ ଛୋଟ କରିଦେବେ, ବୁଝିଲ। ଆଉ ହଉଛି ଯେତେବେଳେ କମ ଲାଇଟ୍ ପଡବ ନେତ୍ର ପିତୁଳାଟାକୁ ବଡ କରିଦେବେ। ତେବେ ହଉଛି ଏଇଠି ଯାଇକି ଗଲା ପରେ ହଉଛି କି ଆମର ପହଞ୍ଚିଲା ହଉଛି ଏଇଠି ଲେନ୍ସ ପାଖକୁ। ଲେନ୍ସ ପାଖକୁ ପହଞ୍ଚିକି ଲେନ୍ସ ରେ ହଉଛି କିସ ହବ? ଲେନ୍ସ ରେ ଆମର ହବ ପ୍ରତିସରଣ ହେଇକି ଏଇଠି ପଡବ, ହେଲା। ଏଇଠି ହଉଛି କି ଫଟୋ ତିଆରି ହବ। ଏଇଟା ହଉଛି କି ମୁକୁରିକା। ମୁକୁରିକାରେ ଉଲ୍ଟା ଫଟୋ ତିଆରି ହବ, ହେଲା। ଏଇ ମୁକୁରିକାରେ ଉଲ୍ଟା ଫଟୋ ତିଆରି ହେଇ ସାରିଲା ପରେ କିସ? ଆମର ମସ୍ତିଷ୍କକୁ ଯିବ। ନେତ୍ର ସ୍ନାୟୁ ମାଧ୍ୟମରେ ମସ୍ତିଷ୍କକୁ ଯିବ। ମସ୍ତିଷ୍କ ତାକୁ ସିଧା କରି ଦେଖବ, ବୁଝିପାରିଲ। ଯାହା ପରେ ହଉଛି କିସ ଆମକୁ ହଉଛି ସିଧା ପ୍ରତିବିମ୍ବ ଦିଶେ, ହେଲା। ତ ଏଇଠି ମନେ ରଖିବ, ଏଇଟାକୁ କିସ କୁହାଯାଏ? ଏଇଟାକୁ କୁହାଯାଏ କାଚା ପରସ, ବୁଝିହେଲା। ଏଇଟାକୁ କିସ କୁହାଯାଏ? କାଚା ପରସ। ଆଉ ଆମର ଲେନ୍ସ ଟାକୁ ଯେ ଧରିକି ରଖିଛନ୍, ଏଇ ଦୁଇଟା ମାଂସ ପେଶୀ, ଏପଟେ ଗୋଟେ ମାଂସ ପେଶୀ, ଏପଟେ ଗୋଟେ ମାଂସ ପେଶୀ, ତାକୁ କୁହାଯାଏ ହଉଛି କି ସିଲିଆରି ମାଂସ ପେଶୀ, ହେଲା। ବୁଝିପାରିଲ? ବୁଝିପାରିଲ? ତ ମନେ ରଖ ହଉଛି ଚକ୍ଷୁ ଗୋଲକର ବ୍ୟାସାର୍ଦ୍ଧ କେତେ? ଚକ୍ଷୁ ଗୋଲକର ବ୍ୟାସ ହଉଛି 2.3 ସେଣ୍ଟିମିଟର, ହେଲା। ପ୍ରାୟ 2.3 ସେଣ୍ଟିମିଟର। ଏଇ ଚକ୍ଷୁ ଗୋଲକର ବ୍ୟାସ ମାନେ ଏଇଠୁ ଏତିକି ଲମ୍ବା, ପାଖାପାଖି କେତେ? 2.3 ସେଣ୍ଟିମିଟର, ବୁଝିପାରିଲ। ତାପରେ ହଉଛି ସ୍ୱଚ୍ଛ ପଟଳ କିସ କହିଥିଲି? ଚକ୍ଷୁର ବାହାର ସ୍ତର। ନେତ୍ର ପିତୁଳା କିସ କହିଥିଲି? ସ୍ୱଚ୍ଛ ପଟଳ ପଛକୁ ଥିବା ହଉଛି କିସ? କଳା ମାଂସଳ ବସ୍ତୁ, ହେଲା। କଳା ମାଂସଳ ଇଏଟାକୁ ସ୍ୱଚ୍ଛ ପଟଳ କୁହାଯାଏ। ସରି, ନେତ୍ର ପିତୁଳା କୁହାଯାଏ। ତାପରେ ହଉଛି ନେତ୍ର ପିତୁଳାକୁ ଦୁଇ ଜଣ କନିନିକା ଧରି ରଖିଥାନ୍ତି, ହେଲା। ଯାହା ହଉଛି ଆକାର ସାନ ବଡ କର ନେତ୍ର ପିତୁଳାର। ତାପରେ ହଉଛି ଜଳା ଭରସ ହଉଛି କିସ? ଆମର ସ୍ୱଚ୍ଛ ପଟଳ ପଛକୁ ଥିବା ଜଳ। ତାପରେ ହଉଛି କାଚା ଭରସ ହଉଛି ଲେନ୍ସ ର ପଛରେ କିସ? ଏଇ ଫାଙ୍କା ଜାଗାରେ ଜଳ, କାଚା ଭରସ ସେଇଟା କୁହାଯାଏ। ତାପରେ ମୁକୁରିକା। ମୁକୁରିକା ହଉଛି ଯୋଉଠି ହଉଛି କି ପ୍ରତିବିମ୍ବ ତିଆରି ହୁଏ। ତାପରେ ନେତ୍ର ସ୍ନାୟୁ ହଉଛି କି ଏଇଠୁ ବାହାରିଛି। ତାପରେ ହଉଛି ଏଇଗୁଡା ହଉଛି ସିଲିଆରି ମାଂସ ପେଶୀ। କାହାକୁ ଧରି ରଖିଛ? ଲେନ୍ସ କୁ ଧରି ରଖିଛନ୍। ତ ପଚାରିଲେ କ୍ୱେଶ୍ଚନ, ଆମ ଶରୀରରେ କୋଉ ପ୍ରକାର ଲେନ୍ସ ରହିଛି? ଆମ ଚକ୍ଷୁରେ ଭେରି ଗୁଡ। କିସ ଲେନ୍ସ ରହିଛି? ଉତ୍ତଳ ଲେନ୍ସ, ବୁଝିପାରିଲ। ଏଇଟା ହଉଛି ମାନବ ଚକ୍ଷୁର ଗଠନ। ଯଦି ପଢିଲା ମାନବ ଚକ୍ଷୁର ଗଠନ ପୁରାଟା ଚିତ୍ର ବନେଇବ, ବୁଝିହେଲା। ଚିତ୍ର ବନେଇବ ତା ସହ ଲେଖ। ଚକ୍ଷୁର ବାହାର ସ୍ତରକୁ ସ୍ୱଚ୍ଛ ପଟଳ କୁହାଯାଏ। ସ୍ୱଚ୍ଛ ପଟଳ ପଛକୁ ରହିଛି କାଚା ଭରସ, ଜଳା ଭରସ। ଜଳା ଭରସ ପଛକୁ କଳା ମାଂସଳ ବସ୍ତୁ ରହିଛି, ତାହାକୁ କୁହାଯାଏ ନେତ୍ର ପିତୁଳା। ନେତ୍ର ପିତୁଳାକୁ ଦୁଇ ଜଣ ଧରି ରଖିଛନ୍, କନିନିକା। ନେତ୍ର ପିତୁଳା ଆକାରକୁ ଛୋଟ ବଡ କରନ୍ତି। ତାପରେ ରହିଛି ଆମର ଲେନ୍ସ, ଉତ୍ତଳ ଲେନ୍ସ। ଉତ୍ତଳ ଲେନ୍ସକୁ ଧରି ରଖିଛନ୍ତି ସିଲିଆରି ମାଂସ ପେଶୀ, ବୁଝିହେଲା। ସିଲିଆରି ମାଂସ ପେଶୀ ଲେନ୍ସ ର ଆକାରକୁ ଛୋଟ ବଡ କରନ୍ତି, ବୁଝିହେଲା। ତାପରେ ରହିଛି ହଉଛି କିସ? କାଚା ଭରସ। ତାପରେ ରହିଛି ମୁକୁରିକା, ଯୋଉଠାରେ ହଉଛି ଉଲ୍ଟା ପ୍ରତିବିମ୍ବ ସୃଷ୍ଟି ହୁଏ। ତାପରେ ସେଇଠୁ ନେତ୍ର ସ୍ନାୟୁ ମାଧ୍ୟମରେ ପ୍ରତିବିମ୍ବଟି ମସ୍ତିଷ୍କକୁ ଯାଏ। ତାପରେ ମସ୍ତିଷ୍କ ତାକୁ ସିଧା କରି ଦେଖେ, ବୁଝିପାରିଲ। ଅଲ କ୍ଲିୟର, ଚାଲ ନେକ୍ସଟ ପେଜ। ତାପରେ ପଢବା ହଉଛି ସମାୟୋଜନ, ହେଲା। ଚକ୍ଷୁର ତୁମର ଯେମିତି ଟ୍ୟାଲେଣ୍ଟ ରହିଛି, ବହୁତ ପ୍ରକାର ଟ୍ୟାଲେଣ୍ଟ, ଚକ୍ଷୁର ବି ଗୋଟେ ଟ୍ୟାଲେଣ୍ଟ ରହିଛି, ପାୱାର ରହିଛି, ହେଲା। ତୁମର ଯେମିତି ପାୱାର ରହିଛି କିସ? ପିଲାକୁ ଧମକେଇ ଦଉଛ, ତୁମର ଯେମିତି ପାୱାର ରହିଛି କ୍ଲାସରେ, ସେମିତି ଆମର ଚକ୍ଷୁର ବି ପାୱାର ରହିଛି। ସେଇ ପାୱାରଟା କି ସମାୟୋଜନ ପାୱାର ବା ସମାୟୋଜନ କ୍ଷମତା, ବୁଝିହେଲା। ସମାୟୋଜନ କ୍ଷମତା ମାନେ କି ସବୁ ନା? ତୁମ ମୋବାଇଲରେ ଦେଖିଛ? ମୋବାଇଲରେ ହଉଛି ହଉଛି ଗୋଟେ ଥିବ ନା ଲେନ୍ସ ଟା କହୁଛି କିସ? ଆମର ଫୋକସ ଦୂରତାଟାକୁ, ହେଲା। ଫୋକସ ଦୂରଟା କହୁଛି କମ ବେଶୀ, ଫୋକସ ତାକୁ କମ ବେଶୀ କରିପାର ନା ନାଇଁ? ଏମିତି ଇଏ କରିଦବ, ଫୋକସ ଟା ହଉଛି ବେଶୀ ହେଇଯିବ। ଏମିତି ଇଏ କରିଦବ, ଫୋକସ ଟା କମ ହେଇଯିବ, ବୁଝିହେଲା। ଡିଏସଏଲଆର କ୍ୟାମେରାରେ ଦେଖିଛ ନା ନାଇଁ? ଫୋକସ ଟାକୁ ଫୋକସ କର, ଏମିତି କହିଛ, ହେଲା। ଫୋକସ ମି, ହେଲା। ଏଇଗୁଡା କହିଛ। ତେବେ ହଉଛି ଫୋକସ ଦୂରତାକୁ କମ ବେଶୀ କରବାଟାକୁ କିସ କୁହାଯାଏ?
ଫୋକସ ଦୂରତାକୁ ଯିଏ କମ ବେଶୀ କରିପାରେ ତାକୁ କୁହାଯିବ ହଉଛି ତାର ସମାୟୋଜନ ପାୱାର ଅଛି, ବୁଝିହେଲା। ଫୋକସ ଦୂରତାଟାକୁ ଯିଏ କମ ବେଶୀ କରିପାରିବ ତାକୁ କୁହାଯିବ ତାର ସମାୟୋଜନ ପାୱାର ଅଛି। ତ ଆମର ଲେନ୍ସ ରେ ବି ଫୋକସ ଦୂରତା କମ ବେଶୀ ହେଇପାରିବ, ବୁଝିହେଲା। ଦେଖ ଏଇଟାକୁ ଯଦି ଦୂରିଆ ନେଲି ହେଲା, ଦେଖ ଏଇଟାକୁ ପୁରା କ୍ଲିଅର ଦେଖୁଛ ନା ନାଇଁ, କ୍ଲିଅର ଦିଶୁଛି। ତାପରେ ହଉଛି ସବୁ ଗୁଡା ବ୍ଲର ଦିଶୁଛି, ମାନେ ହଉଛି କି ଫୋକସ ଦୂରତା ଦୂରିଆକୁ ନେଲି ମାନେ ଫୋକସ ଦୂରତା ବେଶୀ ହେଇଗଲା। ପାଖକୁ ଆଣିଲି ପାଖରେ ବି ଦିଶୁଛି ନା ନାଇଁ, ପାଖରେ ବି ଦିଶୁଛି, ତେବେ ହଉଛି ଫୋକସ ଦୂରତା ଟା ବେଶୀ କମ ହେଇଗଲା, ବୁଝିହେଲା। ଦୂରକୁ ନେଲେ ଫୋକସ ଦୂରତା ବେଶୀ ହେଇଯାଉଛି, ପାଖକୁ ନେଲେ ଫୋକସ ଦୂରତା କମି ଯାଉଛି, ବୁଝିହେଲା। ତେବେ ଆମର ଚକ୍ଷୁର ମାନେ ଫୋକସ ଦୂରତା କମ ବେଶୀ କରବାର ପାୱାର ଅଛି। ଏହାକୁ କୁହାଯାଉଛି କି ସମାୟୋଜନ। ବୁଝିପାରିଲ, ସମାୟୋଜନ କାହାକୁ କୁହାଯାଏ? ଲେନ୍ସ ର ଫୋକସ ଦୂରତାକୁ ଚକ୍ଷୁ ଲେନ୍ସ ର ଫୋକସ ଦୂରତାକୁ ଆବଶ୍ୟକ ଅନୁଯାୟୀ କମ ବେଶୀ କରିବାର କ୍ଷମତାକୁ କିଛି କୁହାଯାଏ? ସମାୟୋଜନ କୁହାଯାଏ, ବୁଝିପାରିଲ। ତେବେ ଚକ୍ଷୁର ସମାୟୋଜନ କ୍ଷମତା ଅଛି। ତେବେ ହଉଛି ସମାୟୋଜନ ହଉଛି କେମିତି ହୁଏ କଣ? ଯେତେବେଳେ ଆମେ ଦୂର ବସ୍ତୁ ଦେଖୁ ହେଲା, ଦୂର ବସ୍ତୁ ଦେଖୁ ସିଲିଆରି ମାଂସପେଶୀ ଟା କିସ ହେଇଯାଏ? ହୁଗୁଳା ହେଇଯାଏ, ସିଲିଆରି ମାଂସପେଶୀ ଟା ଟିକେ ଢିଲା ହେଇଯାଏ ହେଲା, ଯାହା ଫଳରେ ଟିକେ ଲେନ୍ସ ଟା ସରୁ ହେଇଯାଏ ହେଲା। ଯେତେବେଳେ ଆମେ ଦୂର ଜିନିଷକୁ ଦେଖୁ ସିଲିଆରି ମାଂସପେଶୀ ଟା ଟିକେ ଢିଲା ହେଇଯାଏ, ଏଗୁଡା ହଉଛି ଢିଲା ହେଇଯାଏ, ତାହା ଫଳରେ କି ଲେନ୍ସ ଟା ଟିକେ ସରୁ ହେଇଯାଏ ହେଲା। ଆଉ ହଉଛି ଫୋକସ ଦୂରତା ହଉଛି ବୃଦ୍ଧି ପାଇ ବଢିଯାଏ ଟିକେ ହେଲା, ଯାହା ଫଳରେ ଆମେ ଦୂର ଜିନିଷକୁ ସ୍ପଷ୍ଟ ଦେଖିପାରୁ, ବୁଝିପାରିଲ। ସେମିତି ନିକଟ ବସ୍ତୁକୁ ଦେଖିଲା ବେଳେ ସିଲାରି ମାଂସପେଶୀଟା କିସ ହେଇଯାଏ? ସଂକୁଚିତ ହେଇଯାଏ ହେଲା, ଯାହା ଫଳରେ ହଉଛି କି ଲେନ୍ସ ଟା ମୋଟା ହେଇଯାଏ, ଆଉ ହଉଛି ଫୋକସ ଦୂରତା କମିଯାଏ, ବୁଝିପାରିଲ। ଯାହା ଫଳରେ ହଉଛି କି ନିକଟ ଜିନିଷକୁ ବି ଦେଖିପାର ହେଲା। ଯଦି ସମାୟୋଜନ ପଡିଲା ଏତିକି ଲେଖିଦବ, ପୁରା ଫୁଲକୁ ଫୁଲ ମାର୍କ ପାଇଯିବ। ତା ସହ ଏଇଟା ଗୋଟେ ଏକ୍ସଟ୍ରା ପଏଣ୍ଟ ପୁରେଇ ଦବ, ଆମର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା କେତେ? 25 ସେଣ୍ଟିମିଟର ହେଲା। ତୁମେ କେତେ ଯାଇ ହଉଛି ମାନେ ପାଖେଇ ଦେଖ, ଗୋଟେ ଜିନିଷ ହଉଛି ଏଇଠି ରଖିଛ, ପାଖେଇ ପାଖେଇ ଆଣ ନା, କେତେ ଯାଇ ଦେଖିପାରବ? ତୁମେ କି ଏଇଠି ରଖିଲେ ଦେଖିପାରବ ନା ହେଲା। 25 ସେଣ୍ଟିମିଟର ଯଦି ରଖିଛ ମିନିମମ ହେଲା, ତେବେ ଯାଇକି କ୍ଲିୟର ଦିଶିବ। 25 ସେଣ୍ଟିମିଟର ଏପଟ ହେଇଗଲେ ବ୍ଲର ବ୍ଲର ଦିଶିବ, ଝାପସା ଝାପସା ଦିଶିବ, ବୁଝିହେଲା। ତୁମେ ନହେଲେ କାମ କରି ଦେଖ, ପେନସିଲ ଟାକୁ ଆଣ, ପାଖକୁ ପାଖକୁ କରି ଆଣ ହେଲା, ଦେଖିବ ହଉଛି କି ପାଖକୁ ନେଲା ହଉଛି ବ୍ଲର ଦିଶୁଥିବ ସେଇଟା, ବୁଝିପାରିଲ। 25 ସେଣ୍ଟିମିଟର ହଉଛି ସର୍ବନିମ୍ନ ଦୂରତା ହେଲା, ସ୍ପଷ୍ଟ ଦର୍ଶନର, ବୁଝିପାରିଲ। ଆଉ ହଉଛି କି ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା 25 ସେଣ୍ଟିମିଟର, କିନ୍ତୁ ହଉଛି ଅଧିକ ଦୂରତା କିସ ହବ ନା ଅନନ୍ତ ଦୂରତା। ମାନେ ହଉଛି ତୁମେ କେତେ ଦୂର ଯାଇ ଦେଖିପାର? ଅନନ୍ତ ଯାଇ ଦେଖିପାର ନା ନାଇଁ? ଦେଖ ଏଇଠୁ ସୂର୍ଯ୍ୟକୁ କ୍ଲିୟର ଦେଖିପାରୁଛ, ଏଇଠୁ ତାରାମାନଙ୍କୁ କ୍ଲିୟର ଦେଖିପାରୁଛ, ବୁଝିହେଲା। ତେବେ ହଉଛି ସ୍ପଷ୍ଟ ଦର୍ଶନର ସର୍ବାଧିକ ଦୂରତା ହଉଛି ଅନନ୍ତ ଦୂରତା, ବୁଝିପାରିଲ। ସମାୟୋଜନ ପଡିଲେ ତାପରେ ପଢବା ହଉଛି ଦୃଷ୍ଟି ଦୋଷ। ଦୃଷ୍ଟି ଦୋଷ, ଦୃଷ୍ଟି ଦୋଷ ମାନେ କିସ? ଯୋଉମାନଙ୍କର ଆଖି ଖରାପ ହେଇଥାଏ, କଣ ପାଇଁ ଖରାପ ହେଇଥାଏ ହେଲା, କେମିତି ମାନେ ଅନ୍ଧ କେତେ ପ୍ରକାର, ବୁଝିହେଲା। ବେଳେ ବେଳେ ଦେଖିଥିବ କିଛି ଲୋକ ଅଛନ୍, ସେମାନଙ୍କୁ ହଉଛି ପାଖ ଜିନିଷ କ୍ଲିୟର ଦିଶୁଥିବ, ଦୁରିଆ ଜିନିଷ କ୍ଲିୟର ଦିଶୁନଥିବ। ଆଉ କିଛି ଲୋକ ଅଛନ୍ ହେଲା, ଆଉ କିଛି ଲୋକ ଅଛନ୍, ସେମାନେ ହଉଛି କିସ ଦୁରିଆ ଜିନିଷ ଭଲ ଦେଖି ପାରୁଥିବେ ହେଲା, ପାଖ ଜିନିଷ ଦେଖି ପାରୁନଥିବେ ଭଲ। ସେଗୁଡାକୁ କିସ କୁହାଯାଏ? ସମୀପ ଦୃଷ୍ଟି ମାନେ ହଉଛି ଦୁରିଆ ଜିନିଷ ଦେଖି ପାରୁନଥିବ, ପାଖ ଜିନିଷ କିନ୍ତୁ କ୍ଲିୟର ଦେଖୁଥିବ। ଆଉ ଦୂରଦୃଷ୍ଟି ହଉଛି ଦୁରିଆ ଜିନିଷ ଦେଖି ପାରୁଥିବ, ପାଖ ଜିନିଷ କ୍ଲିୟର ଦେଖୁନଥିବ, ବୁଝିହେଲା। ଏଗୁଡା ହଉଛି ଦୃଷ୍ଟି ଦୋଷ। ଆଉ ଚାଳିଶା ହଉଛି କି ବୟସ ବେଶୀ ହେଇଗଲେ ପାଖ ଜିନିଷ ବି ଦେଖି ପାରବନି, ଦୁରିଆ ଜିନିଷ ବି ଦେଖି ପାରବନି, ଏଇଟା ହଉଛି ଚାଳିଶା। ତେବେ ୟାର ପ୍ରତିକାର କେମିତି କରିବା? ଗେଣ୍ଡା ଖାଇବା ନା, ୟାର ପ୍ରତିକାର ହଉଛି କି ଚଷମା ପିନ୍ଧବା। କୋଉ ପ୍ରକାର ଚଷମା ପିନ୍ଧବା? ଦବକୁ ଚଷମା ପିନ୍ଧିଲେ ତ ହବନି ହେଲା। ଆମର ଚଷମା ପିନ୍ଧବା ହଉଛି କି ଆମର ଲେନ୍ସ ବାଲା ଚଷମା ପିନ୍ଧବା ହେଲା। କୋଉ ପ୍ରକାର ଲେନ୍ସ ପିନ୍ଧବା ଦବ ପଡି ଦଉଛି ହେଲା। ତେବେ ଦୂରଦୃଷ୍ଟି ହଉଛି ସମୀପ ଦୃଷ୍ଟିରେ କିସ ଦୂର ବସ୍ତୁ ହଉଛି ଅସ୍ପଷ୍ଟ ଦିଶିବ, ନିକଟ ବସ୍ତୁ ହଉଛି ସ୍ପଷ୍ଟ ଦିଶିବ। ଆଉ ହଉଛି ଆମର ଚକ୍ଷୁ ଲେନ୍ସ, ଏଇଟା କଣ ପାଇଁ ହୁଏ ଦେଖ, ସମୀପ ଦୃଷ୍ଟିଟା କଣ ପାଇଁ? ଦେଖ ଏଇଟା ହଉଛି ଗୋଟେ ହଉଛି ଚକ୍ଷୁ ଗୋଲକ ହେଲା, ଏଇଟା ଗୋଟେ ଚକ୍ଷୁ ଗୋଲକ, ବୁଝିପାରିଲ। ଏଇଟା ହଉଛି କି ଚକ୍ଷୁ ଗୋଲକ ହେଲା। ତେବେ ଚକ୍ଷୁ ଗୋଲକରେ ଆମର ହଉଛି କି ଚକ୍ଷୁ ଲେନ୍ସ ର ହଉଛି ବକ୍ରତା ବୃଦ୍ଧି ହେଲେ, ଏଇଟା ଧରାଯାଉ ହଉଛି ଏଇଟା ଗୋଟେ ଚକ୍ଷୁ ମାନେ ଲେନ୍ସ, ଏଇଟା ଗୋଟେ ଚକ୍ଷୁ ଲେନ୍ସ ହେଲା। ତେବେ ବକ୍ରତା କାହାର ବେଶୀ? ୟାର ବେଶୀ ହେଲା, କି ବେଶୀ ବାଙ୍କିଛି କିଏ? ଏଇଟା। ତ ଯଦି ଆମର ଚକ୍ଷୁ ଲେନ୍ସ ର ବକ୍ରତା ଟା ବେଶୀ ହେଇଯାଏ, ଏଇ ଲେନ୍ସ ର ବକ୍ରତା ଟା ବେଶୀ ହେଇଯାଏ, ତେବେ ହଉଛି ଆମର ହଉଛି କି ହବ ସମୀପ ଦୃଷ୍ଟି ହବ, ବୁଝିହେଲା। ସମୀପ ଦୃଷ୍ଟି ହବ। ତେବେ ସମୀପ ଦୃଷ୍ଟିରେ ଆମର ଫଟୋଟା କୋଉଠି ତିଆରି ହୁଏ କନା? ଆମର ପ୍ରତିବିମ୍ବ ହଉଛି ମୁକୁରିକାରେ ତିଆରି ହେବା କଥା ହେଲା। ଆମର ହଉଛି କି ଗୋଟେ ଭଲ ମଣିଷର ହଉଛି ବା ଭଲ ଚକ୍ଷୁ ଥିବା ଲୋକର ପ୍ରତିବିମ୍ବ କୋଉଠି ସୃଷ୍ଟି ହୁଏ? ମୁକୁରିକାରେ। କିନ୍ତୁ ହଉଛି ଆମର ସମୀପ ଦୃଷ୍ଟିରେ କି ସବୁ ହୁଏ କନା? ଫଟୋଟା କୋଉଠି ତିଆରି ହୁଏ? ଆମର ହଉଛି ଏଇଠି ତିଆରି ହୁଏ। ଆମର ହଉଛି କୋଉଠି? ଏଇଠି। ଏଇଟା ହଉଛି ମୁକୁରିକା ଆଉ ହଉଛି ଇଏ ଲେନ୍ସ ମଝିରେ, ମାନେ କୋଉଠି ତିଆରି ହୁଏ? ଆମର କାଚା ଭରସାରେ ତିଆରି ହୁଏ, ବୁଝିପାରିଲ। ଯାହା ଫଳରେ ହଉଛି ଆମକୁ ଜିନିଷ ହଉଛି ସେମିତି ଟିକେ ପ୍ରୋବ୍ଲେମ ଦିଶାଏ ହେଲା। ତ ହଉଛି ୟାର ପ୍ରତିକାର କିସ କରିବା କହନା? ପ୍ରତିକାର ଯଦି ତୁମେ ଅବତଳ ଚଷମା, ଅବତଳ ଲେନ୍ସ ର ଚଷମା ଯଦି ଲଗେଇଦେଲ ହେଲା, ଅବତଳ ଲେନ୍ସ ର ଚଷମା ଲଗେଇଦେଲେ, ଏଇଠି ଦେଖ ଚଷମା ଲଗେଇ ଦିଆ ହେଇଛି, ତେବେ କିସ ହେଇଛି? ଆମର ମୁକୁରିକାରେ ତିଆରି ହେଇଛି, ବୁଝିପାରିଲ।
ତେବେ ହଉଛି ସମୀପ ଦୃଷ୍ଟି ହଉଛି ଏମିତି କରିବ ବୁଝିଲା। ସମୀପ ଦୃଷ୍ଟି ଯାହାର ହେଇଛି ମାନେ ହଉଛି ଦୁରିଆ ଜିନିଷ ଦିଶୁନି ପାଖ ଜିନିଷ ଦିଶୁଛି, ତେବେ କିସ କରିବ ଅବତଳ ଲେନ୍ସ ର ଚଷମା କେଠି ଯାଇକି ହଉଛି ଦୋକାନରେ ଯାଇକି ମାଗବ କିମ୍ବା ଡକ୍ଟର ଦେଖେଇବ ସେମାନେ ଦେବେ ହେଲା। ତେବେ ହଉଛି ଯାହା ଫଳରେ ହଉଛି ମୁକୁରିକାର ସୃଷ୍ଟି ହବ। ଦୂର ହେଲା ଯଦି ପଡିଲା ଲଙ୍କୁଶ୍ଚାନ ଦୃଷ୍ଟି ଦୋଷ କଣ ତାର ପାର୍ଥକ୍ୟ ଲେଖ କି ହଉଛି ସମୀପ ଦୃଷ୍ଟି ବିଷୟରେ ଲେଖ। ଏତିକି ତ ଲେଖବ ତାର ସହ ଏଇଆ ଦୁଇଟା ଚିତ୍ର ବନେଇବ ବୁଝିଲା, ଏଇଆ ତିନିଟା ଚିତ୍ର ବନେଇବ ବୁଝିପାରିଲ। ତାପରେ ହଉଛି ଦୂରଦୃଷ୍ଟି। ଦୂରଦୃଷ୍ଟି ହଉଛି କିସ କହନା ଦୁରିଆ ଜିନିଷ ହଉଛି ସ୍ପଷ୍ଟ ଦିଶିବ କିନ୍ତୁ ହଉଛି ପାଖ ଜିନିଷ ହଉଛି ଦିଶିବନି ହେଲା। ସେମାନଙ୍କୁ ହଉଛି କିସ ଦୂରଦୃଷ୍ଟି ରୋଗ କୁହାଯାଏ। ତେବେ ଦୂରଦୃଷ୍ଟି ବେଳେ କିସ କରିବ କହନା ଦୂରଦୃଷ୍ଟି କଣ ପାଇଁ ହୁଏ କହନା ଚକ୍ଷୁ ଗୋଲକ ଛୋଟ ହେଇଯାଏ ହେଲା। ଚକ୍ଷୁ ଗୋଲକ ମାନେ ହଉଛି ଏଇଟା ଧରାଯାଉ ଚକ୍ଷୁ ଗୋଲକ, ଏଇଟା ଧରାଯାଉ ଚକ୍ଷୁ ଗୋଲକ। ଚକ୍ଷୁ ଗୋଲକଟା ଛୋଟ ହେଇଗଲେ କିମ୍ବା ହଉଛି ଆମର ଫୋକସ ଦୂରତା ଲେନ୍ସ ର ହଉଛି ଫୋକସ ଦୂରତା ବୃଦ୍ଧି ହେଇଗଲେ ହେଲା। ଫୋକସ ଦୂରତା ହଉଛି ଏଇ ଲେନ୍ସ ର ଯଦି ବଢିଗଲା ତେବେ ହଉଛି କିସ ଆମର ହଉଛି ଦୂରଦୃଷ୍ଟି ହବ। ମାନେ ଦୁରିଆ ଜିନିଷ ଠିକ ଦିଶିବ ହେଲା, ଫୋକସ ଦୂରତା ବୃଦ୍ଧି ହେଇଛି ମାନେ ଦୁରିଆ ଜିନିଷକୁ ଭଲ ଫୋକସ କରିପାରିବ ଆଉ ପାଖ ଜିନିଷକୁ କି ସବୁ ଫୋକସ କରିପାରିବନି ଝାପସା ଝାପସା ଦିଶିବ। ଏଇଟା ହଉଛି ଦୂରଦୃଷ୍ଟି ବୁଝିହେଲା। ୟାର ପ୍ରତିକାର ହଉଛି କିସ କହନା ଉତ୍ତଳ ଲେନ୍ସ ପିନ୍ଧିବ। ୟାର ପ୍ରତିକାର ହଉଛି ଉତ୍ତଳ ଲେନ୍ସ ବାଲା ଚଷମା ପିନ୍ଧିବ। ଦେଖ ଏଇଟା ହଉଛି ଯୋଉଟା ହଉଛି କିସ ଆମର ଦୂରଦୃଷ୍ଟି ବାଲା ଚକ୍ଷୁ ହେଲା। ତେବେ ହଉଛି ଯଦି ଦୂରଦୃଷ୍ଟିର ହଉଛି କିସ ତୁମର ଚକ୍ଷୁ ଲେନ୍ସ ର ହଉଛି ଫୋକସ ଦୂରତା ବୃଦ୍ଧି ପାଇଲେ ତେବେ ତୁମର ଫଳଟା ହଉଛି ମୁକୁରିକା ପଛରେ ସୃଷ୍ଟି ହବ ବୁଝିପାରିଲ। ତ ହଉଛି ତୁମକୁ କ୍ଲିୟର ଦିଶିବନି ପାଖ ଜିନିଷକୁ ହେଲା। ଦୁରିଆ ଜିନିଷ ତ ଠିକ ସୃଷ୍ଟି ହଉଛି କିନ୍ତୁ ପାଖ ଜିନିଷ ବେଳେ ହଉଛି କି ମୁକୁରିକା ପଛରେ ସୃଷ୍ଟି ହବ ତେବେ ହଉଛି ଦିଶିବନି। ତେବେ କିସ କରିବ ତୁମେ ଯଦି ହଉଛି ଲେନ୍ସ ଗୋଟେ ପିନ୍ଧିଦେଲ କି ଲେନ୍ସ ଆମର ହଉଛି ଉତ୍ତଳ ଲେନ୍ସ ତେବେ ହଉଛି ତୁମର ଠିକ ଜାଗାରେ ସୃଷ୍ଟି ହବ ବୁଝିପାରିଲ। ତ ଲଙ୍ଗ କୁଶ୍ଚେନ ପଢିଲେ କି ସର୍ଟ କୁଶ୍ଚେନ ପଢିଲେ ଲେଖିପାରିବ ହେଲା ଭେରି ଗୁଡ। ତାପରେ ହଉଛି ଚାଳିଶା। ଚାଳିଶା ହଉଛି କିଛି ହବ ନା 40 ବର୍ଷ ବୟସ ପରେ ବେଳେ ବେଳେ ଦେଖିଯିବ ଲୋକମାନଙ୍କର ଆଖି ପାୱାର କମିଯାଏ ହେଲା। ସେଇଟାକୁ କିସ କୁହାଯାଏ ଚାଳିଶା ଦୋଷ। ମାନେ ନା ଦୂର ଜିନିଷ ଦିଶିବ ନା ନିକଟ ଜିନିଷ ଦିଶିବ। ୟାର କାରଣ କିସ ହବ ନା ୟାର କାରଣ ହଉଛି ସିଲିଆରି ମାଂସପେଶୀ ଦୁର୍ବଳ ହେଇଯାଏ। କହିଥିଲେ ନା ସିଲିଆରି ମାଂସପେଶୀ କି ଲେନ୍ସକୁ ଧରି ରଖିଥାଏ। ତ ହଉଛି ସିଲିଆରି ମାଂସପେଶୀ ଯଦି ଦୁର୍ବଳ ହେଇଯାଏ ଲେନ୍ସ ଟାକୁ ଭଲସେ ଧରି ରଖି ପାରେନି ହେଲା। ମାନେ ଲେନ୍ସ ଟା ହଲେ ସବୁବେଳେ ଯାହା ଫଳରେ ହଉଛି କି ଦୁରିଆ ଜିନିଷ ବି ଆଉ ପାଖ ଜିନିଷ ବି ଝାପସା ଦିଶେ। ଏଟାକୁ କୁହାଯାଏ ଚାଳିଶା। ତେବେ ଏଇଟା ଯଦି ଚାଳିଶା ହେଲା ତମେ କିସ କରିବ କହନା ବାଇଫୋକାଲ ଲେନ୍ସ। ବାଇଫୋକାଲ ଲେନ୍ସ ପିନ୍ଧିବ ହେଲା। ବାଇଫୋକାଲ ଲେନ୍ସ ମାନେ କେମିତି ବେଳେ ବେଳେ ଚଷମା ଦେଖେଇଦବ ହେଲା। ଏଇଟା ଫୁଲିକି ଥିବ ଏପଟେ ଫୁଲିକି ଥିବ କିନ୍ତୁ ହେଇଛି ଏଇଠି ଗାଢ ହେଇକି ଥିବ। ଏଇଟା ହଉଛି କିସ ଏମିତି ଚଷମା ଦେଖିଛ ନା ନାଇଁ। ଏଇଟାକୁ କୁହାଯାଏ ବାଇଫୋକାଲ ଲେନ୍ସ ବୁଝିଗଲା। ଯାହା ଫଳରେ ହଉଛି କିସ ତୁମର ହଉଛି ଦୁରିଆ ଜିନିଷ ବି ଠିକ ଦିଶିବ ପାଖ ଜିନିଷ ବି ଠିକ ଦିଶିବ ବୁଝିଗଲା। ତାପରେ ହଉଛି ଚକ୍ଷୁଦାନ। ଚକ୍ଷୁଦାନ ଯେମିତି ରକ୍ତଦାନ ମହାପୁଣ୍ୟ ସେମିତି ଚକ୍ଷୁଦାନ ବି ମହତ୍ ଦାନ ହେଲା। ତେବେ ହଉଛି ପୃଥିବୀରେ ହଉଛି ପ୍ରତିବର୍ଷ ବା ହଉଛି 35 ନିୟୁତ ବ୍ୟକ୍ତି ହଉଛି କି ଅନ୍ଧ ହେଇକି ଜନ୍ମ ହେଇଥାନ୍ତି ବା କୌଣସି କାରଣରୁ ଆଖି ହରେଇଥାନ୍ତି ହେଲା। ତ ଯଦି କିଛି କେହି ଡୋନେଟ କରିବା ପାଇଁ ଚାହୁଁଛ ତେବେ କିଛି ହବ ନା ମୃତ୍ୟୁର 4 ରୁ 6 ଘଣ୍ଟା ଭିତରେ ହଉଛି କି ମାନେ ଚକ୍ଷୁଟା ଠିକ ହେଇକି ଥାଏ ହେଲା। ତାପରେ ହଉଛି ଚକ୍ଷୁଟା ହଉଛି ନଷ୍ଟ ହେଇଯାଏ। ଧରାଯାଉ ଗୋଟେ ଲୋକ ମରିଗଲା ତେବେ 4 ରୁ 6 ଘଣ୍ଟା ଭିତରେ ତାର ଚକ୍ଷୁଟା ଦାନ କରିହବ। ଯଦି 4 ରୁ 6 ଘଣ୍ଟା ପଳେଇଲା କି ଚକ୍ଷୁ ଦାନ ଅସମ୍ଭବ ବୁଝିପାରିଲ। ତାପରେ ପଢବା ହଉଛି ପ୍ରିଜିମରେ ଆଲୋକର ପ୍ରତିସାରଣ ହେଲା। ପ୍ରିଜିମ ଦେଖିଛ ନା ନାଇଁ। ପ୍ରିଜିମ ଦେଖିବା ପାଇଁ ହଉଛି ଏମିତି ହେଲା। ପ୍ରିଜିମ ଦେଖିବା ପାଇଁ ଏମିତି ଦେଖିଥିବ ତୁମର ଅଫିସ ଗୁଡାକରେ ଥିବ କାଗଜ ଯଦି ନ ଉଡବା ପାଇଁ ହଉଛି କି ଏ ପ୍ରିଜିମ ରଖା ହଉଥିବ କାଗଜ ଉପରେ ବୁଝିହେଲା। ତ ପ୍ରିଜିମ ହଉଛି ଆଲୋକର ପ୍ରତିସରଣ ହେଲା। ପ୍ରିଜିମ ଧରାଯାଉ ହଉଛି ପ୍ରିଜିମରେ ତୁମେ ଲାଇଟ ଗୋଟେ ମାରିଲ। ଏଇଟା ଗୋଟେ କିସ ଲାଇଟ ମାରିଲି ଧଳା ରଙ୍ଗର ଲାଇଟ ମାରିଲି। ଏଇଠି ଗଲା ଧଳା ରଙ୍ଗର ଲାଇଟ। ତାପରେ ହଉଛି ଜାଣିଥିବ କାଚ ଭିତରେ ହଉଛି ଆଲୋକ ବାଙ୍କି ଯାଏ ହେଲା। ତେବେ ହଉଛି ଆଲୋକ ବାଙ୍କିଗଲା ବୁଝିହେଲା। ତାପରେ ହଉଛି ଏଇ ଆଲୋକ ବାଙ୍କି ବାଙ୍କି ଯେତେବେଳେ ବାହାରିବ ପୁଣି କିସ ଇଏ ହେଇଯିବ ହେଲା। ଆରି ଭାଙ୍ଗି ଯିବ। ତେବେ ହଉଛି କିସ ଦେଖିବ ଏଇ ଯୋଉ ଧଳା ରଶ୍ମିଟା ମାରିଥିଲ ସେଇଟା ହଉଛି 7ଟି ରଙ୍ଗରେ କିସ ବାହାରିଥିବ ହେଲା। 7ଟି ରଙ୍ଗର ବାହାରିଥିବ ବୁଝିପାରିଲ। 7ଟି ରଙ୍ଗର ବାହାରିଥିବ। ତେବେ ଏଇ ଯେ ଯୋଉ ରଶ୍ମିଟା ଗଲା ହେଲା ଯୋଉ ରଶ୍ମିଟା ଗଲା ମାରିଲି ହେଲା ସେଇ ରଶ୍ମି ଆଉ ହଉଛି ଏଇ 90 ଡିଗ୍ରୀର ହଉଛି କୋଣଟାକୁ କିସ କୁହାଯାଏ ଏଟାକୁ କୁହାଯାଏ ଆପତନ କୋଣ ବୁଝିହେଲା। ଆମର ଏଇଟା ହଉଛି କିସ କୁହାଯିବ ଏଟାକୁ ଅଭିଲମ୍ବ। ଅଭିଲମ୍ବ କିସ ଜାଣିନ। ଅଭିଲମ୍ବ ମାନେ ହଉଛି ସମତଳ ପୃଷ୍ଠକୁ କିସ ପ୍ରତିଫଳନ ପୃଷ୍ଠକୁ 90 ଡିଗ୍ରୀ। ଏଇ ପ୍ରତିଫଳନ ପୃଷ୍ଠକୁ 90 ଡିଗ୍ରୀ ହେଲା। ଏଇଟା ହଉଛି ଅଭିଲମ୍ବ। ତେବେ ଏଇଟା ହଉଛି ଆପତିତ ରଶ୍ମି। ଆପତିତ ରଶ୍ମି ଆଉ ଏଇ ଅଭିଲମ୍ବ ମଝିରେ କୋଣଟାକୁ କିସ କୁହାଯାଏ ମାନେ ହଉଛି ଆପତନ କୋଣ କୁହାଯାଏ ବୁଝିହେଲା। ପ୍ରିଜିମ ପୃଷ୍ଠରେ ପଡୁଥିବା ଆଲୋକର କୋଣକୁ କିସ କୁହାଯାଏ ଆପତନ କୋଣ। ତାପରେ ଯୋଉଠୁ ଯେ ଆଲୋକ ରଶ୍ମି ବାହାରି ଯାଇଛି ହେଲା ଆଉ ହଉଛି ଅଭିଲମ୍ବର ମଝିରେ ଥିବା କୋଣକୁ କିସ କୁହାଯାଏ ନିର୍ଗତ କୋଣ ବୁଝିହେଲା। ତାପରେ ହଉଛି ଦେଖ ଆଲୋକ ରଶ୍ମି ଯଦି ଏମିତି ଯାଇଥାନ୍ତା ହେଲା ଆକ୍ଚୁଆଲି ଯିବା କଥା କେମିତି ଏମିତି ଯାଇଥାନ୍ତା କିନ୍ତୁ ହଉଛି ସେ ବାଙ୍କିଛି। ବାଙ୍କିଛି ଏଇ ଦିଗରେ ବାଙ୍କିଛି। ତେବେ କେତେ ଡିଗ୍ରୀ ବାଙ୍କିଛି ଏଇଠି ଦେଖ ଏଇଠି ଜଣା ପଡିବ। ଏଇଟାକୁ ଯଦି ବଢେଇ ଦେବି ଏଇଠି ଜଣା ପଡିବ କେତେ ବାଙ୍କିଛି ହେଲା। ସେଇଟାକୁ କୁହାଯାଏ ବିଚ୍ୟୁତି କୋଣ ବା ହଉଛି କିସ କୁହାଯାଏ ଡି
ହେଲା। ତେବେ କ୍ୱେଶ୍ଚନ ପଡେ ବିଚ୍ୟୁତି କୋଣ କାହାକୁ କୁହାଯାଏ? ବିଚ୍ୟୁତି କୋଣ ହଉଛି ଆପତିତ ରଶ୍ମି ଆଉ ନିର୍ଗତ ରଶ୍ମି ମଧ୍ୟରେ ସୃଷ୍ଟି ହେଉଥିବା କୋଣକୁ କିସକାଯାଏ? ଆପତିତ ରଶ୍ମି ଆଉ ନିର୍ଗତ ରଶ୍ମି ମଧ୍ୟରେ ସୃଷ୍ଟି ହେଉଥିବା କୋଣକୁ କିସକାଯାଏ? ବିଚ୍ୟୁତି କୋଣ। ବୁଝିପାରିଲ? ତ ହଉଛି ମନେ ରଖ, ଆମର ହଉଛି ଧଳା ଆଲୋକ ହଉଛି କେତେ? 7ଟି ରଙ୍ଗର ସମାହାର। ଜାଣବା କେମିତି? ଧଳା ଆଲୋକ ଯଦି ପ୍ରିଜିମ ରେ ପକେଇବ, ଦେଖିବ ବାହାରିଲା ବେଳେ ପ୍ରିଜିମ ରୁ କିସ 7ଟି ରଙ୍ଗର ରଶ୍ମି ବାହାରିଯିବ। 7ଟି ରଙ୍ଗ ମାନେ କିସ? ଆମର ହଉଛି ବାଘ, ନିଶ ହେଲା ନା, ହେଲା ବାହାରେ ବାଇଗଣୀ, ଘରେ ଘନ ନୀଳ, ନୀଳ ନୀଳ, ଶେଷରେ ସବୁଜ, ହରେ ହଳଦିଆ, ନାରେ ନାରଙ୍ଗୀ, ଳରେ ଲାଲ, ହେଲା ଏଇ ରଙ୍ଗ ବାହାରିବ। ବୁଝିପାରିଲ? ତେବେ ହଉଛି ଧଳା ରଙ୍ଗ କେତେ ରଙ୍ଗର ସମାହାର? 7ଟି ରଙ୍ଗର ସମାହାର। ହେଲା। ତେବେ ଆମର କେତେ ରଙ୍ଗ ଅଛି? 7ଟି ରଙ୍ଗ ଅଛି, ଜାଣିଛୁ ସାଧାରଣତଃ 7ଟି ରଙ୍ଗ ଅଛି। ହେଲା। କିନ୍ତୁ ଆମର ଲେଡିଜ ମାନଙ୍କ ପାଇଁ କେତେ ରଙ୍ଗ ଅଛି? ସେମାନଙ୍କ ପାଇଁ ବହୁତ ଗୁଡା ରଙ୍ଗ ଅଛି। ହେଲା। ଗୋଟେ ହଉଛି ଲାଇଟ ପିଙ୍କ, ଗୋଟେ ହଉଛି କିସ ଗାଢ ପିଙ୍କ, ଗୋଟେ ହଉଛି ୟେଲୋ ପିଙ୍କ, ହେଲା ବହୁତ ଗୁଡା ରଙ୍ଗ ତାଙ୍କ ପାଇଁ। ବୁଝିପାରିଲ? କିନ୍ତୁ ହଉଛି ସାଧାରଣତଃ କେତେ ରଙ୍ଗ ଅଛି? 7ଟି ରଙ୍ଗ ଅଛି। ହେଲା। ଯିଏ ହଉଛି ପ୍ରିଜିମ ରେ ପକେଇଲେ ତାହା ଅଲଗା ହେଇଯାଏ। ବୁଝିପାରିଲ? ତ ଦେଖ ଏଇଠି ଦେଖ, ସବୁଠୁ ବେଶୀ ବାଙ୍କେଇଛି କିଏ? ଧରାଯାଉ ଏଇଠୁ ଲାଇଟ ଟା ଗଲା, ଧଳା ଲାଇଟ, ହେଲା। ସବୁଠୁ ବେଶୀ ବାଙ୍କେଇଛି କିଏ? ଆମର ବାଙ୍କେଇଛି ହଉଛି କିସ? ଆମର ହଉଛି ବାଇଗଣୀ ରଙ୍ଗ ସବୁଠୁ ବେଶୀ ବାଙ୍କେଇଛି। ହେଲା। ଆଉ ହଉଛି ସବୁଠୁ କମ ବାଙ୍କେଇଛି କିଏ? ଆମର ନାଲି ରଙ୍ଗ। ବୁଝିପାରିଲ? ତ ମନେ ରଖିବ, ସବୁଠୁ କମ ବାଙ୍କେଇଥାଏ କିଏ? ନାଲି ରଙ୍ଗ। ଆଉ ସବୁଠୁ ବେଶୀ ବାଙ୍କେଇଥାଏ ବାଇଗଣୀ ରଙ୍ଗ। ବୁଝିପାରିଲ? ତାପରେ ପଢବା ହଉଛି ଇନ୍ଦ୍ରଧନୁ କିପରି ସୃଷ୍ଟି ହୁଏ। ହେଲା। ଇନ୍ଦ୍ରଧନୁ କିପରି ସୃଷ୍ଟି ହୁଏ? ତମେ ବାୟୁମଣ୍ଡଳରେ ଛୋଟ ଛୋଟ ଜଳକଣା ଥିବ ନା ନାଇଁ? ବାୟୁମଣ୍ଡଳରେ ଛୋଟ ଛୋଟ ଜଳକଣା ଥିବ। ହେଲା। ସେଇ ଜଳକଣା ଗୁଡିକ ସୂର୍ଯ୍ୟଠୁ ଆସୁଥିବା ରଶ୍ମି, ହେଲା, ସେଇ ଜଳକଣା ଗୁଡିକ କି ରୂପରେ? ପ୍ରିଜିମ ଭାବରେ କାମ କରନ୍ତି। ହେଲା। ପ୍ରିଜିମ ପରି କାମ କରନ୍ତି। କୋଉଗୁଡା? ସେଇ ଜଳକଣା ଗୁଡିକ, ଯାହା ପରେ ହଉଛି ସେଇଠୁ ବାହାରିଲା ପରେ କିସ? ଆମର ହଉଛି ଲାଇଟ ଟା ହଉଛି କିସ ହେଇଯାଏ? 7ଟି ରଙ୍ଗରେ ବିଭାଜ୍ୟ ହେଇଯାଏ, ମାନେ ବିଭାଜିତ ହେଇଯାଏ। ହେଲା। ତେବେ ହଉଛି ସେଇଟା ହଉଛି ଇନ୍ଦ୍ରଧନୁ ସୃଷ୍ଟି ହୁଏ। ବୁଝିପାରିଲ? ଇନ୍ଦ୍ରଧନୁ ରହସ୍ୟ ବା ଇନ୍ଦ୍ରଧନୁ କିପରି ସୃଷ୍ଟି ହୁଏ, ଦେଖ ଯଦି ପରୀକ୍ଷା ପଡିଲା ଲେଖିଦବ। ହେଲା। ବର୍ଷା ବିନ୍ଦୁ ମଧ୍ୟରେ ସୂର୍ଯ୍ୟ ଲୋକ ପ୍ରବେଶ କଲେ କିସ ହେଇଯାଏ? 7 ରଙ୍ଗର ମାନେ ହଉଛି ବିଭାଜନ ହେଇଯାଏ। 7ଟି ରଙ୍ଗ ଅଲଗା ହେଇଯାଏ। ଯଦି ସୂର୍ଯ୍ୟ ଲୋକ ଧଳା ରଙ୍ଗଟା ପଶିଲା ବର୍ଷା ଜଳକଣା ଭିତରେ, 7ଟି ରଙ୍ଗ ଅଲଗା ହେଇଯାଏ। ହେଲା। ତାପରେ ହଉଛି ଅଭ୍ୟନ୍ତରୀଣ ପ୍ରତିଫଳନ। ଅଭ୍ୟନ୍ତରୀଣ ପ୍ରତିଫଳନ ମାନେ, ଧରାଯାଉ ଏଠି ପଶିଲା ଲାଇଟ, ସୂର୍ଯ୍ୟଙ୍କର ଲାଇଟ ହଉଛି ଏଠି ପଶିଲା, 7ଟି ରଙ୍ଗ ଅଲଗା ହେଇଗଲା। ତାପରେ ହଉଛି ଏଇଠି ପଡିକି ପୁଣି ଅଭ୍ୟନ୍ତରୀଣ ପ୍ରତିଫଳନ। ପ୍ରତିଫଳନ ମାନେ ଏଇଠି ପଡିକି କିସ ଏପଟେ ଆସିବ ନା ନାଇଁ? ପ୍ରତିଫଳନ ମାନେ ଗୋଟେ ଜାଗାରେ ବାଜିକି ଆଉ ଥରେ ଘୁରି ଆସିବ। ହେଲା। ଏଇଠି ବାଜିକି ଏପଟେ ଘୁରି ଆସିଲା। ବୁଝିପାରିଲ? ତାପରେ ହଉଛି ଏଇଠୁ ଯେତେବେଳେ ଲାଇଟ ବାହାରିବ, କିସ ହେଇଯିବ? ଆମର 7ଟି ରଙ୍ଗ ହଉଛି ବାହାରିବ। ବୁଝିହେଲା? ତେବେ ହଉଛି ବିନ୍ଦୁର ଅଭ୍ୟନ୍ତରୀଣ ପୃଷ୍ଠରୁ ଆଲୋକର ପ୍ରତିଫଳନ, ଏ ଭିତରେ ପୁଣି କିସ ଆଲୋକର ପ୍ରତିଫଳନ ହବ। ତାପରେ ହଉଛି ଆଲୋକ ପୁନର୍ବାର ପ୍ରତିଶ୍ରୁତ ହେଇ ଦର୍ଶକଙ୍କ ଚକ୍ଷୁରେ ପହଞ୍ଚେ, ଯୋଉଟା ହଉଛି କି 7 ରଙ୍ଗରେ ଦିଶେ। ବୁଝିହେଲା? ଏଇଟା ହଉଛି ଇନ୍ଦ୍ରଧନୁ ଏପରି ସୃଷ୍ଟି ହୁଏ। ହେଲା। ଯଦି ପରୀକ୍ଷାରେ ପଡିଲା ଲେଖିଦବ 3ଟା ପଏଣ୍ଟ। ତାପରେ ହଉଛି ବାୟୁମଣ୍ଡଳୀୟ ପ୍ରତିସାରଣ। ତୁମେ ଦେଖିଥିବ, ହେଲା, ଏଇଟା ହଉଛି ନିଆଁ ଜାଳିଛ, ହେଲା, ନିଆଁ ଜାଳିଛ, ନିଆଁ ଉଠୁଛି, ନିଆଁ ଉଠୁଛି। ତେବେ ହଉଛି ଏଇଠି ଧୂଆଁ ବାହାରୁଥିବ, ହେଲା, ଧୂଆଁ ବାହାରୁଥିବ। ଧୂଆଁ ଦେଇକି ଯଦି ତୁମେ ଅଲଗା ଗୋଟେ ଜିନିଷକୁ ଦେଖ, କିଛି ଦେଖ, ଲାଇଟ ଟାକୁ ଦେଖ, ଦପ ଦପ କରୁଥିବ। ବୁଝିହେଲା? ଲାଇଟ ଟାକୁ ଦପ ଦପ କରୁଥିବ। ତେବେ ଏମିତି କଣ ପାଇଁ ହୁଏ? ହେଲା। ଯଦି ଗରମ ବାୟୁରେ, ହେଲା, ଗରମ ବାୟୁ ଦେଇକି ଯଦି ଆଲୋକଟାକୁ ଲାଇଟ ମାରବ ନା, ଆଲୋକର ଗତିପଥ ବଦଳିଯାଏ। ବୁଝିହେଲା? ଆଲୋକର ଗତିପଥ ବଦଳିଯାଏ। ସେଇପାଇଁ ହଉଛି କି ଆମର ତାରା ମାନେ ହଉଛି ଦପ ଦପ କରନ୍ତି। ବୁଝିହେଲା? ତ ହଉଛି ବାୟୁମଣ୍ଡଳୀୟ ପଢିଦବା। ପୃଥିବୀର ବାୟୁମଣ୍ଡଳୀୟ ଏକ ସ୍ଥିର ମାଧ୍ୟମ ନୁହେଁ। ହେଲା। ବାୟୁମଣ୍ଡଳ ହଉଛି କି ଗରମ ଆଉ ସ୍ଥିର ମାଧ୍ୟମରେ ନୁହଁ। ହେଲା। ମାନେ ଏଇଠି ଅଧିକା ଗରମ, ଏଇଠି କମ ଗରମ। ହେଲା। ଯାହା ଫଳରେ ହଉଛି ସୂର୍ଯ୍ୟଙ୍କଠୁ ଆସୁଥିବା ଆଲୋକ ରଶ୍ମି କିମ୍ବା ହଉଛି ତାରା ମାନଙ୍କଠୁ ଆସୁଥିବା ଆଲୋକ ରଶ୍ମି କିସ ଆମର ହଉଛି ତାର ଗତିପଥ ବଦଳିଯାଏ। ବୁଝିପାରିଲ? ତାର ଗତିପଥ ବଦଳିଯାଏ। କଣ ପାଇଁ? ବାୟୁମଣ୍ଡଳ ହଉଛି ଉତ୍ତପ୍ତ। ଦେଖ ଏଠି ଗୋଟେ ଏକ୍ସାମ୍ପଲ ଦେଲି। ଏଠି ନିଆଁ ଜଳୁଛି, ଧୂଆଁ ବାହାରୁଛି। ହେଲା। ତୁମେ ଯଦି ଏପଟୁ ଲାଇଟ ଟା ମାରବ, ଏପଟେ ତୁମେ ଅଛ, ତେବେ ହଉଛି ଆମର କିସ ଆଲୋକଟା ହଉଛି ଏପଟ ସେପଟ ହଉଥିବ। ହେଲା। ଆଲୋକ ତୁମେ ଲାଇଟ ଟା ସ୍ଥିର ରଖିଦେଲେ ବି ଲାଇଟ ଟା ଏପଟ ସେପଟ ହବ। ବୁଝିହେଲା? ତାର ଗତିପଥ ସ୍ଥିର ରହିବନି। ହେଲା। ଲାଇଟ ର ଏକ୍ଚୁଆଲି ଗତିପଥ ସ୍ଥିର ଅଛି, କିନ୍ତୁ ଯେତେବେଳେ ହଉଛି ଆମର ଗରମ ବାୟୁ ଦେଇକି ପାରେଇବ, ସେଟା କି ତାର ଗତିପଥ ବାରମ୍ବାର ବଦଳିଯାଏ। ହେଲା। ସେଥିପାଇଁ ହଉଛି କି ଲାଇଟ ଟା ଦପ ଦପ ଦିଶିବ, କିମ୍ବା ହଉଛି ଏପଟେ ସେପଟେ ହଲୁଥିବାର ଦିଶିବ। ବୁଝିପାରିଲ? ତ ମନେ ରଖୁ, ଉତ୍ତପ୍ତ ବାୟୁରେ କିସ କମ ସାନ୍ଦ୍ରତା ହାଲୁକା। ହେଲା। ଆଉ ଥଣ୍ଡା ବାୟୁ ହଉଛି ଅଧିକ ସାନ୍ଦ୍ରତା। ବୁଝିହେଲା? ଆଉ ଥଣ୍ଡା ବାୟୁରେ ହଉଛି ଆଲୋକର ପ୍ରତିସାରଣତା ଅଧିକ ହୁଏ। ବୁଝିପାରିଲ? ଆଲୋକର ପ୍ରତିସାରଣକ ଅଧିକ ହୁଏ, ମାନେ ଅଧିକ ଆଲୋକ କୋଉଠି ବାଙ୍କେ? ଥଣ୍ଡା ବାୟୁ। ପ୍ରତିସାରଣକ ଅଧିକ ଥାଏ। ଆମର ଥଣ୍ଡା ବାୟୁର ପ୍ରତିସାରଣକ ଅଧିକ ଥାଏ। ହେଲା। ବା ଥଣ୍ଡା ବାୟୁରେ କମ ଆଲୋକ ବାହାରେ।
ତାପରେ ଦେଖ ତାରା ମାନେ କଣ ପାଇଁ ଦପ ଦପ କରନ୍ତି। ତାରା ମାନେ ଦପ ଦପ କରନ୍ତି କାରଣ ହଉଛି ତାରା ଗୁଡିକୁ ଅତ୍ୟନ୍ତ ଦୂରତାରେ ଥିବାରୁ ହେଲା, ଫାଷ୍ଟ ତ ଗୋଟେ ବହୁତ ଦୂରରେ ସେମାନେ ଅଛନ୍ତି। ତାପରେ ହଉଛି ବାୟୁମଣ୍ଡଳୀର ପ୍ରତିସରଣ ଯୋଗୁ, ବାୟୁମଣ୍ଡଳର ପ୍ରତିସରଣ ମାନେ ଥଣ୍ଡା ବାୟୁରେ କିସ ହୁଏ, ଥଣ୍ଡା ବାୟୁର ହଉଛି ବେଶୀ ହୁଏ। ଆଉ ଥଣ୍ଡା ବାୟୁର ପ୍ରତିସରଣଙ୍କ ବେଶୀ, ଆଉ ହଉଛି ଗରମ ବାୟୁର ପ୍ରତିସରଣଙ୍କ କମ। ଯାହା ଫଳରେ ହଉଛି କିସ ହୁଏ କୁହ ନା, ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁ ତାରାର ଆଭାସୀ ଅବସ୍ଥାନ କ୍ରମାଗତ ବଦଳେ ଆଉ ଆଲୋକ କମ ବେଶୀ ହୁଏ। ବୁଝିହେଲା। ଯେମିତି କହିଲି ନିଆଁ ହଉଛି ଯେତେବେଳେ ଜଳୁଥିବ ଏପଟୁ ଲାଇଟ ମାରିଲେ ତାର ଆଲୋକର ଗତିପଥ ସବୁବେଳେ ବଦଳିବ ନା ନାହିଁ, ସେମିତି ବାୟୁମଣ୍ଡଳର ପ୍ରତିସରଣକ ଏପଟେ କମ ବେଶୀ ହେଲା। ଯାହା ଫଳରେ ହଉଛି କିସ, ଏଇ ତାରାରୁ ଆସୁଥିବା ଆଲୋକର କିସ ଗତିପଥ ବଦଳିଯାଏ। ଗତିପଥ ବଦଳିଯାଏ ଯାହା ପରେ ହଉଛି ଆଲୋକ କମ ବେଶୀ ଦେଖାଯାଏ ହେଲା। କିସ କହିଲି, ବାୟୁମଣ୍ଡଳର ବାୟୁ ମାନଙ୍କର ପ୍ରତିସରଣକ କମ ବେଶୀ, କୋଉଠି ଟିକେ ବେଶୀ ଗରମ ଥିବ କୋଉଠି ଟିକେ ଥଣ୍ଡା ଗରମ ଥିବ, ମାନେ ଥଣ୍ଡା ଥିବ। ଯାହା ଫଳରେ ହଉଛି ଲାଇଟ ତାରାଠୁ ଯୋଉ ଲାଇଟ ଟା ଆସୁଛି ସେ ସରଳରେଖା ଆସୁଥିବ। କିନ୍ତୁ ହଉଛି ଏଇଠି ଯେତେବେଳେ କମ ବେଶୀ ଗରମ ପାଇକି ସେ ହଉଛି ତାର ଆଲୋକର ଗତିପଥ ବଦଳିଯାଏ। ତେବେ ଯେତେବେଳେ ଆମ ପାଖକୁ ପହଞ୍ଚେ ତାରର ଆଲୋକଟା କମ ବେଶୀ ଜଣା ପଡେ। ବୁଝିହେଲା, କେତେବେଳେ କମ କେତେବେଳେ ବେଶୀ। ସେଥିପାଇଁ ହଉଛି କି ଦପ ଦପ ହୁଏ। ତେବେ ଯଦି ପଡିଲା ତାରା ମାନେ କଣ ପାଇଁ ଦପ ଦପ କରନ୍ତି, ଏତିକି ପଏଣ୍ଟ ଲେଖିଦେଲେ ହଉଛି କି ସବୁ ଫୁଲ ମାର୍କ ପାଇଯିବୁ ହେଲା। କିନ୍ତୁ ଗ୍ରହ ମାନେ ହଉଛି କିସ, ଗ୍ରହ ମାନେ ହଉଛି ନିକଟରେ ଥିବାରୁ ଏମାନଙ୍କର ବିସ୍ତୃତ ଉତ୍ସ ପରି କାର୍ଯ୍ୟ କରନ୍ତି। ଅନେକ ଅନେକ ବିନ୍ଦୁରୁ ଆସୁଥିବା ଆଲୋକ ତା ସବୁ ହାରାହାରି ଶୂନ୍ୟ। ତେଣୁ ସେଗୁଡିକ ସ୍ଥିର ଦିଶେ, କିନ୍ତୁ ଗ୍ରହମାନେ କିସ ପାଖରେ ଅଛନ୍, ଯାହା ଫଳରେ ହଉଛି ସେମାନେ ହଉଛି ଦପ ଦପ କରନ୍ତି ନାହିଁ ହେଲା। ତାପରେ ହଉଛି ଆଗୁଆ ସୂର୍ଯ୍ୟୋଦୟ ଆଉ ବିଳମ୍ବିତ ସୂର୍ଯ୍ୟାସ୍ତ। ଆଗୁଆ ସୂର୍ଯ୍ୟ, ସୂର୍ଯ୍ୟ ଦିଗ୍ବଳୟ ତଳେ ଥିଲେ ମଧ୍ୟ ବାୟୁମଣ୍ଡଳ ପ୍ରତିସରଣ ଯୋଗୁ ଆଲୋକ ବଙ୍କେଇ ଆମ ଆଖି ଆଗରେ ପହଞ୍ଚେ ହେଲା। ସୂର୍ଯ୍ୟ ଧରାଯାଉ ହଉଛି କି ତଳେ ଅଛି ହେଲା, ତଳେ ଅଛି କିନ୍ତୁ ହଉଛି କିସ ବାୟୁମଣ୍ଡଳୀୟ ପ୍ରତିସାଳନଙ୍କ ଯୋଗୁ ହେଲା, ଆମକୁ ଦିଶୁନି ଆକ୍ଚୁଆଲି। ବାୟୁମଣ୍ଡଳୀୟ ପ୍ରତିସାଳନ ଯୋଗୁ ଏହା ହଉଛି ଆଲୋକ ରଶ୍ମି ବଙ୍କେଇ ଆସି ଆମ ଆଖିରେ ପହଞ୍ଚେ। ବୁଝିହେଲା। ଯାହା ଯାହା ଦ୍ଵାରା ହଉଛି 2 ମିନିଟ ପୂର୍ବରୁ ହଉଛି କି ସୂର୍ଯ୍ୟୋଦୟ ଦେଖେ। ସୂର୍ଯ୍ୟ ଆକ୍ଚୁଆଲି ବାହାରିନି କିନ୍ତୁ ହଉଛି କିସ, ଆମେ ଜାଣିଛ ବାୟୁମଣ୍ଡଳୀୟ ପ୍ରତିସାଳନକ ହୁଏ ହେଲା। ମାନେ ଯେତେବେଳେ ଲାଇଟ ପଡିଲା କିସ ପ୍ରତିସାଳନକ ହୁଏ, ଯାହା ପରେ ହଉଛି ସୂର୍ଯ୍ୟ ତଳେ ଥିବା ମାନେ ଦିଗ୍ବଳୟ ତଳେ ଅଛି କିନ୍ତୁ ହଉଛି ଯାହା ବାୟୁମଣ୍ଡଳରେ ପ୍ରତିସାଳନକ ହୁଏ, ଯାହା ଫଳରେ କିସ ଲାଇଟ ଟା ଆସିକି ଆମ ଆଖିରେ ପଡେ ହେଲା। ଯାହା ଫଳରେ 2 ମିନିଟ ପୂର୍ବରୁ ସୂର୍ଯ୍ୟାସ୍ତ ହେଇଯାଏ ହେଲା। ସୂର୍ଯ୍ୟାସ୍ତର 2 ମିନିଟ ପରେ ସୂର୍ଯ୍ୟ ଦେଖାଯାଏ। ବୁଝିହେଲା, ସୂର୍ଯ୍ୟାସ୍ତର 2 ମିନିଟ ସେମିତି ହଉଛି ଆମର ହଉଛି ଯେତେବେଳେ ହଉଛି ସୂର୍ଯ୍ୟାସ୍ତ ହୁଏ। ବୁଝିହେଲା, ସୂର୍ଯ୍ୟାସ୍ତ ହୁଏ, ସୂର୍ଯ୍ୟ ପ୍ରଥମ ହଉଛି କିସ ଇଏ ହେଇଥିବ, ମାନେ ପଶି ହେଇଥିବ, କିନ୍ତୁ ହେଲେ ବି ହଉଛି କିସ 2 ମିନିଟ ପର୍ଯ୍ୟନ୍ତ ହଉଛି ଆମକୁ ସୂର୍ଯ୍ୟ ଦିଶୁଥିବ। କାରଣ କଣ ପାଇଁ, କାରଣ ହଉଛି ଏଇଠି ଦିଗ୍ବଳୟ ତଳେ ଥିଲେ ମଧ୍ୟ ବାୟୁମଣ୍ଡଳ ପ୍ରତିସାଳନଙ୍କ ଯୋଗୁଁ ଆମର ଆଖିରେ ଲାଇଟ ପଡେ ସୂର୍ଯ୍ୟ। ବୁଝିପାରିଲ। ଯାହା ଫଳରେ ହଉଛି କି ସୂର୍ଯ୍ୟାସ୍ତର 2 ମିନିଟ ପରେ ମଧ୍ୟ ଆମକୁ କି ସୂର୍ଯ୍ୟ ଦେଖାଯାଏ ହେଲା। ଫଳ ସ୍ୱରୂପ ଦିନର ଦୈର୍ଘ୍ୟ କେତେ ମିନିଟ ବୃଦ୍ଧି ପାଏ, 4 ମିନିଟ ବୃଦ୍ଧି। ବୁଝିପାରିଲ। ତବେ ହଉଛି ଯଦି ପଡିଲା ସୂର୍ଯ୍ୟାସ୍ତ ମାନେ କଣ ପାଇଁ ହଉଛି ଏ ଆଗୁଆ ସୂର୍ଯ୍ୟୋଦୟ ଆଉ ବିଳମ୍ବିତ ସୂର୍ଯ୍ୟାସ୍ତ ହୁଏ, ଲେଖିପାରିବ ସବୁଗୁଡା ପଏଣ୍ଟ ଲେଖିପାରିବ, ଫାର୍ଷ୍ଟ ପଏଣ୍ଟ, ସେକେଣ୍ଡ ପଏଣ୍ଟ, ଥାର୍ଡ ପଏଣ୍ଟ ହେଲା। ତାପରେ ଦେଖ ଆଲୋକର ବିକ୍ଷେପଣ। ଆଲୋକର ବିକ୍ଷେପଣ ହଉଛି ଧୂଳିକଣା ଧୂଆ ଆଉ ହଉଛି ଜଳକଣା ପରି କ୍ଷୁଦ୍ର କଣିକା ଉପରେ ଆଲୋକ ପଡିଲେ ଆଲୋକର ଗତିପଥ କି ସଦୃଶ୍ୟମାନ ହୁଏ। ବୁଝିହେଲା, ଏହାକୁ କିସ କୁହାଯାଏ, ଟିଣ୍ଡାଲ ଇଫେକ୍ଟ କୁହାଯାଏ। ଧୂଳିକଣା ଉପରେ ହେଲା, ତୁମେ ଜଙ୍ଗଲରେ ଦେଖିଥିବ, ଜଙ୍ଗଲରେ ହଉଛି କିସ ବେଶୀ ଧୂଳିକଣା ରହିଛି ବା ବେଶୀ ହଉଛି ଜଳକଣା ରହିଛି। ତେବେ ଯେତେବେଳେ ହଉଛି ଆଲୋକ ରଶ୍ମି ପଡେ ଜଙ୍ଗଲରେ କିସ ଆଲୋକର ଗତିପଥଟା ଦୃଶ୍ୟମାନ ହୁଏ ନା ନାଇଁ, ହୁଏ। କିମ୍ବା ହଉଛି ତୁମର ହଉଛି ଘର ହଉଛି କଣା ଅଛି ହେଲା, ଏଠି ହଉଛି କି ସବୁ ଘର କଣା ଅଛି, ସୂର୍ଯ୍ୟ ଲୋକ ପଡିଛି। ଏବେ ହଉଛି ଏଇଠି ଧୂଳି କଣା ଅଛି, ସେଇ ଧୂଳି କଣା ଉପରେ ଯେତେବେଳେ ଆଲୋକଟା ପଡେ ଆଲୋକର ଗତିପଥ ଦୃଶ୍ୟମାନ ହୁଏ ନା ନାଇଁ, ହୁଏ। ଏହାକୁ କିସ କୁହାଯାଏ, ଟିଣ୍ଡାଲ ଇଫେକ୍ଟ କୁହାଯାଏ। ବୁଝିପାରିଲ। ତ ଅତି କ୍ଷୁଦ୍ର କଣିକା ବା ବାୟୁ ଅଣୁ ହେଲା, କମ ତରଙ୍ଗ ଦୈର୍ଘ୍ୟ ହଉଛି କି କମ ତରଙ୍ଗ ଦୈର୍ଘ୍ୟ ନୀଳ ଆଲୋକକୁ ବିକ୍ଷେପଣ କରେ ହେଲା। ନୀଳ ଆଲୋକ ସବୁଠୁ ଅଧିକ ବିକ୍ଷେପିତ ହୁଏ ହେଲା। ତାପରେ ବଡ କଣିକା, ଯଦି ବଡ ବଡ କଣିକା ହେଲା, ସେମାନେ କିସ କରନ୍ତି କହନା, ବଡ ତରଙ୍ଗ ଦୈର୍ଘ୍ୟ କିମ୍ବା ସମସ୍ତ ଶ୍ବେତ ଆଲୋକ ବିକ୍ଷେପଣ କରେ ହେଲା। ବଡ କଣିକା ହଉଛି କିସ ଅମ୍, ବଡ ତରଙ୍ଗ ଦୈର୍ଘ୍ୟ କିମ୍ବା ହଉଛି ଶ୍ବେତ ଆଲୋକକୁ ବିକ୍ଷେପଣ କରେ। ଯଦି କଣିକା ଟା ବଡ ଅଛି ହେଲା, ଯେମିତି ହଉଛି ଜଳ ହେଲା, ଜଳ କଣା ଯଦି କଣିକା ବଡ ଅଛି ତେବେ ହଉଛି ସେମାନେ କାହାକୁ ବିକ୍ଷେପଣ କରିବେ, ତେବେ ହଉଛି ସେମାନେ ଧଳା ରଙ୍ଗକୁ ବିକ୍ଷେପଣ କରିବେ। ବୁଝିହେଲା, ଧଳା ରଙ୍ଗକୁ ବିକ୍ଷେପଣ କରି କିସ ବାହାରିବ, ଆମର ବାହାରିବ ହଉଛି ସାତଟି ରଙ୍ଗ ହେଲା। ତାପରେ ପଢବା ହଉଛି ଆକାଶ ନୀଳ ଆଉ ସୂର୍ଯ୍ୟ କାହିଁକି ଲାଲ ଦିଶେ ହେଲା। ଆକାଶ ନୀଳ ଏଠିକି ଲେଖା ହେଇଛି, ଆକାଶ କାହିଁକି ନୀଳ ଦିଶେ ଦେଖ, ସୂର୍ଯ୍ୟାଲୋକ ବାୟୁମଣ୍ଡଳ ମଧ୍ୟ ଦେଇ ଗଲା ବେଳେ କ୍ଷୁଦ୍ର ବାୟୁ ଆଉ ହଉଛି କି ଅଣୁ ଗୁଡିକ ଲାଲ ଅପେକ୍ଷା ନୀଳ ରଙ୍ଗକୁ ଅଧିକ ବିକ୍ଷେପିତ କରନ୍ତି। ଯେତେବେଳେ ହଉଛି ସୂର୍ଯ୍ୟଙ୍କର ରଶ୍ମିଟା ହଉଛି କି ଆସୁଛି
ତେବେ ହଉଛି ଛୋଟ ଛୋଟ ହଉଛି ବାୟୁ କଣା ବା ହଉଛି ଜଳ କଣା, ସେମାନେ ହଉଛି କିସ ନାଲି ଅପେକ୍ଷା ନୀଳକୁ ଅଧିକ ବିକ୍ଷେପିତ କରନ୍ତି ହେଲା, ଯାହା ପରେ ହଉଛି ଆକାଶଟା ହଉଛି କିସ ନୀଳ ନୀଳ ଦିଶେ। ବୁଝିହେଲା? ଆଉ ସୂର୍ଯ୍ୟ କି ପାଇଁ ଲାଲ ଦିଶନ୍ତି ଦେଖ, ଦିଗବଳୟ ନିକଟରେ ଆଲୋକକୁ ବାୟୁମଣ୍ଡଳର ଏକ ମୋଟା ସ୍ତର ଅତିକ୍ରମ କରିବାକୁ ପଡେ ହେଲା। ଦିଗବଳୟରେ କିସ ଆଲୋକକୁ ମୋଟା ସ୍ତର ଅତିକ୍ରମ କରିବାକୁ ପଡେ। ଅଧିକାଂଶ ନୀଳ ଆଲୋକର ରାସ୍ତାରେ ବିକ୍ଷେପିତ ହେଇଯାଏ। କେବଳ ଅଧିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ ଆଲୋକ ଦୈର୍ଘ୍ୟ ବିଶିଷ୍ଟ ଲାଲ ଆଲୋକ ଆମ ଆଖିରେ ପଡୁଛି। ବୁଝିହେଲା? ଲାଲ ସୂର୍ଯ୍ୟ କଣ ପାଇଁ ଦିଶୁ? ଲାଲ ସୂର୍ଯ୍ୟ କଣ ପାଇଁ ଦିଶନ୍ତି ଦେଖ, ଆମର ହଉଛି ଏଇଟା ହଉଛି ସୂର୍ଯ୍ୟ ହେଲା, ଦିଗବଳୟରେ ଅଛନ୍। ଦିଗବଳୟ କୋଉଠି ଅଛନ୍? ଦିଗବଳୟ ନିକଟରେ ଅଛନ୍। ତେବେ ହଉଛି ଯେତେବେଳେ ସୂର୍ଯ୍ୟଙ୍କର ଆଲୋକ ରଶ୍ମି ଆସୁଛି, ତେବେ ଏହା ଜଳ କଣା ଦେଇକି କିସ ହେଇଯିବ? ସାତଟି ରଙ୍ଗରେ ବିଭାଜିତ ହବ ହେଲା। ଜଳକଣା ଦେଇକି ସାତଟି ରଙ୍ଗରେ ବିଭାଜିତ ହବ। ତେବେ କିସ ହୁଏ କହ ନା, ଗୋଟେ ମୋଟା ସ୍ତର ଅଛି ଏଠି ହେଲା। ମୋଟା ସ୍ତର ଅତିକ୍ରମ କରିବାକୁ ପଡେ। ଯେତେବେଳେ ମୋଟା ସ୍ତର ଅତିକ୍ରମ ହବ, ସେତେବେଳେ ହଉଛି ନୀଳ ରଙ୍ଗଟା ହଉଛି ଅଧିକ ବିକ୍ଷେପିତ ହେଇଯାଏ। କିସ ହେଇଯାଏ? ନୀଳ ରଙ୍ଗ ଅଧିକ ବିକ୍ଷେପିତ ହେଇଯାଏ। ବୁଝିପାରିଲ? ତାପରେ ହଉଛି ବିକ୍ଷେପିତ ନୀଳ ରଙ୍ଗ ତ ଅଧିକ ହେଇଗଲା ହେଲା। ତେବେ ହଉଛି ଆଉ କୋଉ ରଙ୍ଗ ରହିଲା? ଲାଲ ରଙ୍ଗ କମ ବିକ୍ଷେପିତ ହବ। ଯାହା ପରେ ହଉଛି କିସ ଆମ ଆଖିକୁ ସିଧା ହଉଛି ଲାଲ ରଙ୍ଗ ପହଞ୍ଚିଲା। ବୁଝିପାରିଲ? ତେବେ ଲେଖିଦବ ଯଦି ପଡିଲା ଆକାଶ ନୀଳ କାହିଁକି ଦିଶେ ଏଇଟା ଲେଖିଦବ, ଆଉ ସୂର୍ଯ୍ୟ କାହିଁକି ଲାଲ ଦିଶନ୍ତି ଏଇଟା ଲେଖିଦବ। ବୁଝିପାରିଲ? ତାପରେ ହଉଛି ପ୍ରକୀର୍ଣ୍ଣନ। ପ୍ରକୀର୍ଣ୍ଣନ କାହାକୁ କୁହାଯାଏ କହନା? ପ୍ରକୀର୍ଣ୍ଣନ ହଉଛି ପ୍ରିଜିମ ଓ ବର୍ଷା ବିନ୍ଦୁରେ ଶ୍ବେତ ଆଲୋକର କୁ ସାତଟି ରଙ୍ଗରେ ବିଭାଜିତ କରେ, ଏହାକୁ ପ୍ରକୀର୍ଣ୍ଣନ କୁହାଯାଏ। ବିକ୍ଷେପଣ ଆକାଶ ନୀଳ ରଙ୍ଗ ଓ ଉଦୟ ଅସ୍ତ ସୂର୍ଯ୍ୟକୁ ନାଲି ରଙ୍ଗକୁ ପ୍ରଦାନ କରେ। ପ୍ରତିସରଣ ହଉଛି କିସ ଲେନ୍ସ ମଧ୍ୟରେ ଆଲୋକ ରଶ୍ମି ହଉଛି ମାନେ ଲେନ୍ସ ଦେଇକି ପାସ୍ କରିଯିବାକୁ ପ୍ରତିସରଣ କୁହାଯାଏ। ବୁଝିପାରିଲ? ଏତିକି ଥିଲା ହଉଛି ବିଷୟ। ଛୋଟିଆ ବିଷୟଟା, ଛୋଟିଆ ବିଷୟଟା ହେଲା। ତେବେ ହଉଛି ମନେ ରଖିବ, ଏଇଟାକୁ କିଏ ଦେଇଥିଲେ ଜାଣିଛ? ଆମର ହଉଛି ମାନେ ସାଇଣ୍ଟିଷ୍ଟ କିଏ ଦେଇଥିଲେ ଜାଣିଛ? କିଏଟାକୁ କୁହ ନା? ଆମର ହଉଛି ପ୍ରିଜିମ ମଧ୍ୟରେ ଆଲୋକର ପ୍ରତିସରଣକୁ କିଏ କରିଥିଲେ ପ୍ରଥମ? ଆମର ହଉଛି ନ୍ୟୁଟନ। କିଏ? ନ୍ୟୁଟନ ହେଲା। ଧଳା ରଙ୍ଗକୁ ସାତଟି ରଙ୍ଗର ସମାହାର ବୋଲି କିଏ କହିଥିଲେ? ନ୍ୟୁଟନ। ତ ହଉଛି ସବୁଠୁ ବେଶୀ ବଙ୍କାଇ କିଏ? ଆମର ହଉଛି ନୀଳ ରଙ୍ଗ। ଆଉ ସବୁଠୁ ସରି ହଁ ବାଇଗଣୀ। ଆଉ ସବୁଠୁ କମ ବଙ୍କାଇ କିଏ? ଆମର ହଉଛି କିସ ନାଲି ରଙ୍ଗ। ବୁଝିପାରିଲ? ତ ମନେ ରଖିବ ହଉଛି ଆମର ତରଙ୍ଗର ଦୈର୍ଘ୍ୟ ସବୁଠୁ ବେଶୀ କାହାର? ତରଙ୍ଗର ଦୈର୍ଘ୍ୟ ହଉଛି ତରଙ୍ଗ ଦୈର୍ଘ୍ୟ ହଉଛି କାହାର? ଆମର ହଉଛି ନୀଳର ବାଇଗଣୀର ହଉଛି ସବୁଠୁ ବେଶୀ ତରଙ୍ଗ, ଆଉ ହଉଛି କିସ ନାଲିର ହଉଛି କମ ତରଙ୍ଗ ଦୈର୍ଘ୍ୟଟା। ଏତିକି ଥିଲା ହଉଛି ବିଷୟ ହେଲା। ଯୋଉମାନେ ବୁଝିପାରିନ ସେମାନେ କମେଣ୍ଟ କର। ବୁଝିହେଲା? ଆଉ ଯୋଉମାନେ ବୁଝିଛ ଭଲ କଥା ହେଲା। ଡେସକ୍ରିପସନରେ ଲିଙ୍କ ଦେଇଦେଇଥିବି, ଡାଉନଲୋଡ କରିଦିଅ। ଟିଲ୍ ଦେନ୍ ଦେଖା ହବ ନେକ୍ସଟ ଭିଡିଓରେ। ଟିଲ୍ ଦେନ୍ ସମସ୍ତଙ୍କୁ